ହ୍ୟାଲୋ ହାଏ ନମସ୍କାର ମୁଁ ଆପଣଙ୍କର ପ୍ରିୟ ସିଦ୍ଧାର୍ଥ ସାର୍। ତ ତମ ସମସ୍ତଙ୍କୁ ପୁଣି ଥରେ ୱେଲକମ୍ ବ୍ୟାକ୍ ଟୁ ସକ୍ସେସ୍ ଏକାଡେମୀ କ୍ଲାसेସ୍ ବାଇ ମିଷ୍ଟର ସିଦ୍ଧାର୍ଥ ସାର୍। ତ ଆଜି ଆମେ କ'ଣ କରିବା ନା ଆମର ବୃତ୍ତ ଚାପ୍ଟରର କ'ଣ ରହିଥିଲା ଆମେ 2A ର କୋଶ୍ଚିନ୍ ସବୁ ସାରି ଦେଇଥିଲେ କୋଶ୍ଚିନ୍ ନମ୍ବର 23 ପର୍ଯ୍ୟନ୍ତ। ତ ଆଜି ଆମେ କ'ଣ କରିବା ନା ବୃତ୍ତର କିଛିଟା ନୂଆ ନୂଆ ଟର୍ମ ଉପରେ ପଢିବା କ'ଣ ଯେମିତିକି ଆର୍କ ଲେନ୍ଥ ଆଙ୍ଗେଲ ସବଟେଣ୍ଡେଡ୍ ବାଇ ଆର୍କ। ଟୋଟାଲ କ'ଣ ହେଲା ନା ଏଇ ବିଷୟଟା କେବଳ ଏଇ ଭିଡିଓଟା କେବଳ ଆମର କଣ ଯିବ ଆର୍କ ବିଷୟରେ ଯିବ ମାନେ ଚାପ ଉପରେ ଯିବ। ନା ଗୋଟେ ବୃତ୍ତ ମଧ୍ୟରେ କୌଣସି ଏକ ଚାପ ସୃଷ୍ଟି ହଉଛି ସେ ଚାପଟା କଣ ଏବଂ ତାକୁ ନେଇକି କଣ ହେଇଛି ନା ସେ ଚାପର ଦୈର୍ଘ୍ୟ କେତେ, ଚାପର କୋଣ କେତେ ଏବଂ ତାକୁ ମାପିବା ପାଇଁ କଣ କଣ ୟୁଜ କରୁଛେ। ତ ବହୁତ ଗୁଡିଏ ଜିନିଷ ଅଛି ତାକୁ ନେଇକି ମଧ୍ୟ କଣ ହେଇଛି ଗୋଟେ ଉପପାଦ୍ୟ 10 ଅଛି ଆମର। ତ ଉପପାଦ୍ୟ 10 ଆମ ପାଖରେ ଅଛି। ତ ଥମ୍ବନେଲରୁ ଦେଖି ଜାଣିପାରିଛ ଯେ ଆଜି ଆମେ କଣ କଣ ପଢିବା। ଯେମିତିକି ଚାପର ଦୈର୍ଘ୍ୟ ଚାପ ଦ୍ୱାରା ତିଆରି ହେଇଥିବା ଗୋଟେ ଆଙ୍ଗେଲ ବା କୋଣ ଏବଂ ଡିଗ୍ରୀ ମେଜରମେଣ୍ଟ ଅଫ ଆର୍କ ମାନେ ଚାପ ଦ୍ୱାରା ଉତ୍ପନ୍ନ କୋଣ। ସେଇ ଉତ୍ପନ୍ନ କୋଣକୁ କଣ କରିବା ଆମେ ଡିଗ୍ରୀ ମେଜରମେଣ୍ଟ କରିବା। କେମିତି ଡିଗ୍ରୀ ପରିମାପ କରିବା ଆମ ପାଖରେ କଣ କଣ ପରିମାପ ଅଛି କୋଣକୁ ମାପିବା ପାଇଁ। ତାପରେ ଉପପାଦ୍ୟ 10 ପଢିବା ତମେ ଥମ୍ବନେଲରୁ ଦେଖି ଜାଣିପାରିଛ। ତ ନେକ୍ସଟ ମୁଁ ତମକୁ ଆଉ ଥରେ କହିବି ଯେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଭିଡିଓଟିକୁ ଦେଖ। ଭିଡିଓଟିକୁ ଲାଇକ୍ କମେଣ୍ଟ ସେୟାର କରିନିଅ ଯାହାଫଳରେ ଅନ୍ୟମାନେ କଣ କରିପାରିବେ ଦେଖି ବି ପାରିବେ। ଏବଂ ତମେମାନେ ଯଦି ଏପର୍ଯ୍ୟନ୍ତ ମୋ ଚ୍ୟାନେଲକୁ ସବସ୍କ୍ରାଇବ କରିନାହ ତାହେଲେ ସବସ୍କ୍ରାଇବ କରିନିଅ। ତା ଦ୍ୱାରା କଣ ହବ ନା ମୁଁ ପ୍ରତ୍ୟେକଟି ଭିଡିଓ ଅପଲୋଡ କରିବା ମାତ୍ରେ ତମ ପାଖରେ କଣ ହେଇଯିବ ପ୍ରଥମେ ନୋଟିଫିକେସନ ପହଞ୍ଚିବ ଯଦି ତମେ ଅଲ୍ ନୋଟିଫିକେସନ ଅନ୍ କରିଥିବ। ତ ସବୁବେଳେ କଣ କରିବ ନା ସପୋର୍ଟ କରିବା ଶିଖ। ତମେ ମତେ ସପୋର୍ଟ କରିବ ମୁଁ ତମକୁ ସପୋର୍ଟ କରିବି। ତ ବେଶୀ କିଛି ଡେରି କରିବାନି। ନେକ୍ସଟ ଦେଖିବା ଆଜି ଆମର କଣ ଟପିକ କଭର କରିବା ନା ଆମେ ଦେଖି ସାରିଛେ ଯେ ଥମ୍ବନେଲରେ ଦେଖିଦେଲେ ଯେ ଟପିକ୍ସ ଟୁ ବି କଭର୍ଡ ଆର୍କ ଲେନ୍ଥ ଆଙ୍ଗେଲ ସବଟେଣ୍ଡେଡ୍ ବାଇ ଆନ୍ ଆର୍କ ଡିଗ୍ରୀ ମେଜରମେଣ୍ଟ ଅଫ ଆନ୍ ଆର୍କ ଉପପାଦ୍ୟ 10। ତ ମୁଁ ଇଂଲିଶରେ ଏଠି ଲେଖିଛି କାହିଁକି ନା ତମାନଙ୍କ ସହିତ କଣ ହବ ନା ଇଂଲିଶରେ ଆକ୍ୱାଣ୍ଟେଡ ହେଲେ ତମାନେ କଣ କରିବ ଯେ ସାଇନ୍ସ ପଢିବ କିମ୍ବା ଯେ କମର୍ସ ପଢିବ ସେମାନଙ୍କ ପାଇଁ କଣ ହବ ନା ସହଜ ହବ। କାହିଁକି ନା ସେଠି ସବୁ ଇଂଲିଶ ମିଡିୟମ କେବଳ ଓଡିଆ ସବଜେକ୍ଟକୁ ଛାଡିଦେଲେ ଆଉ ସବୁ ଇଂଲିଶ ମିଡିୟମ। ତ ସେଠି ତମେ କେମିତି ଲେଖିବ। ତ ପ୍ରଥମରୁ ଆମକୁ କଣ କରିବାକୁ ପଡିବ ଆମକୁ ଇଂଲିଶର ନଲେଜ ବଢେଇବାକୁ ପଡିବ। ତ ପ୍ରଥମେ କଣ କରିବାକୁ ପଡିବ ତମେ ଇଂଲିଶ ଶିଖ। ଇଂଲିଶ ଯଦି ଭଲରେ କହିବା ଶିଖିନ ଯଦି ବୁଝିବା ଶିଖିନ ନ କହି ଜାଣିଲେ ବି ତମେ ବୁଝିବାକୁ ପଡିବ। ତମେ ବାରମ୍ବାର ହିନ୍ଦୀ ମୁଭି ଅପେକ୍ଷା ଇଂଲିଶ ମୁଭି ଶୁଣ ଦେଖ ଏବଂ ସେଇଥିରେ କଣ ହଉଛି ନା ୱାର୍ଡର ପ୍ରୋନାଉନ୍ସିଏସନକୁ ଶୁଣ ଯାହାଫଳରେ ତମ ମନକୁ ମନ ତମେ କଣ କରିବ ଦିନକୁ 2 ମିନିଟ 3 ମିନିଟ ନିଜ ମନକୁ ମନ କଥା କହିବାକୁ ଶିଖିବ। ଯାହାଫଳରେ ତମେ କଣ କରିପାରିବ ଇଂଲିଶର ପ୍ରତ୍ୟେକଟି ଗ୍ରାମାରକୁ ତମେ ବୁଝିବାକୁ ଚେଷ୍ଟା କର ଯାହାଫଳରେ ତମେ କଥା ନ କହିପାରିଲେ ବି ବୁଝିପାରିବ। ଏବଂ ମୁଁ ଗ୍ୟାରେଣ୍ଟି ଦଉଛି ତମେ ଯଦି ଇଂଲିଶ ମୁଭି ଦେଖିବ ସେତେବେଳେ କଣ ହବ ନା ତମର ଇଂଲିଶ ୱାର୍ଡ ପାୱାରଟା ବଢିବ। କଣ ହବ ୱାର୍ଡ ପାୱାର ଯେପର୍ଯ୍ୟନ୍ତ ଗୋଟେ ଆଚ୍ଛା ତମେ ମତେ କୁହ ଯେ ଇଂଲିଶରେ ଆଲଫାବେଟ ଆମର କେତେଟା ଅଛି 26ଟା ଅଛି। ତେଣୁ ସେ ଆଲଫାବେଟ ଯୋଉ 26ଟା ଅଛି କେତେ ଗୁଡେ ଲେଟର୍ସକୁ ମିଶେଇ କଣ କରୁଛି ଆମେ ଗୋଟେ ୱାର୍ଡ ଫର୍ମେସନ ହଉଛି। ସେଇ ୱାର୍ଡ ଯୋଉ ହେଲା ସେଇ କେତେ ଗୁଡେ ୱାର୍ଡ କମ୍ବିନେସନକୁ ନେଇ କଣ ହଉଛି ସେଣ୍ଟେନ୍ସ ହଉଛି। ତ ସେଣ୍ଟେନ୍ସର କମ୍ବିନେସନ ନେଇ କଣ ହଉଛି ପାରାଗ୍ରାଫ ହଉଛି। ପାରାଗ୍ରାଫର କମ୍ବିନେସନ ନେଇ ଗୋଟେ ଷ୍ଟୋରି ବା ଗୋଟେ ଚାପ୍ଟର ହଉଛି। କେତେ ଗୁଡେ ଚାପ୍ଟରକୁ ନେଇ କଣ ହଉଛି ଗୋଟେ ବୁକ୍ ହଉଛି। ତ କେତେ ଗୁଡେ ବୁକ୍ ନେଇକି ମଧ୍ୟ କଣ ହଉଛି ତାର ହାୟର ଲେବୁଲ ହଉଛି ଯେମିତିକି ଆମର ନୋବେଲ ବି ହଉଛି। ବିଭିନ୍ନ ପ୍ରକାର ତାର ଷ୍ଟେଜେସ୍ ଅଛି। ତ ଆମେ ଯେତେବେଳେ କଣ କରିବା ଗୋଟେ ଛୋଟ ଆରମ୍ଭରୁ କରିବା ଆମେ କଣ ଯେ ଆମେ ତ ଆଲଫାବେଟ ଶିଖି ସାରିଛେ କିନ୍ତୁ ଯେଉଁ କେତେକ ୱାର୍ଡ ଆମେ ଅଳ୍ପ ସଂଖ୍ୟକ ଶିଖିଛେ 100 200 ୱାର୍ଡ ଭିତରେ ଆମର ଜ୍ଞାନ ଲିମିଟେଡ। କାହିଁକିନା ଓଡିଶାରେ ଇଂଲିଶର ଗୁରୁତ୍ୱକୁ କେହି ଦେଇ ପାରୁନାହାନ୍ତି ଭଲ ଭାବରେ। କିନ୍ତୁ ଆମକୁ କଣ କରିବାକୁ ପଡିବ ନା ଆମର ଅଲ୍ ଓଭର ଦ ୱାର୍ଲଡ ଇଂଲିଶ ଇଜ ଏ ସ୍ପୋକେନ ଲାଙ୍ଗୁଏଜ। wherever you have to go and you have to speak in English because it is a international language by which we can communicate with each other। ତ ସେଥିଲାଗି ଅଛି କଣ ନା ଆମକୁ ଇଂଲିଶ ଟା ଶିଖିବାକୁ ପଡିବ। ତେଣୁ ହୁଏତ ମୋର ବି ଇଂଲିଶ ଦିନେ ହଉନଥିଲା ମୁଁ ଯେତେବେଳେ 9th ପଢୁଥିଲି। 9thରେ ମୋର ଇଂଲିଶରେ ମାତ୍ର ଆସିଥିଲା 40 ମାର୍କ ଆସିଥିଲା। ତ ସେତେବେଳେ କଣ ହେଲା ନା ମୁଁ ମନ ଭିତରେ ପରିବର୍ତ୍ତନ କଲି ନା ଇଂଲିଶ ଟା ମତେ ଶିଖିବାକୁ ପଡିବ। ତେଣୁ ଯେପର୍ଯ୍ୟନ୍ତ ମନରେ ଦୃଢ ଭାବରେ ନ ପହଞ୍ଚିଛ ସେ ପର୍ଯ୍ୟନ୍ତ କଣ କରିପାରିବନି ନା ସେ ଜିନିଷଟା ଆଚିଭ କରିପାରିବନି। ତ ଇଂଲିଶ ଶିଖିବା ଗୋଟେ ଛୋଟ ମୋଟ କଥା ନୁହେଁ। କିନ୍ତୁ ତମେ ଯଦି ଶିଖିବାକୁ ଆଗ୍ରହରେ ଅଛ ତାହେଲେ ତମ ପାଇଁ ସେଇଟା ଗୋଟେ ବଡ କଥା ନୁହେଁ। ତ ମୋ କଥା ଯେତେବେଳେ ଡବଲ ମିନିଂ ହଉଛି ନା ସେତେବେଳେ ତମେ ବୁଝିବାକୁ ଚେଷ୍ଟା କର କେତେବେଳେ କୋଉ କଣ୍ଡିସନ ୟୁଜ ହଉଛି। କଣ କଣ୍ଡିସନ ଯେତେବେଳେ ତମେ
ଶିଖିବାକୁ ଚାହୁଁନ ସେତେବେଳେ ତମେ କହିପାରିବ ଯେ ଇଂଲିଶଟା ଗୋଟେ ଛୋଟ ମୋଟ ଲାଙ୍ଗୁଏଜ ନୁହେଁ। ସେତେବେଳେ ତମେ ଏ କଥା କହିପାରିବ। ଯେତେବେଳେ ତମ ମନରେ ଇଚ୍ଛା ଶକ୍ତି ଅଛି, ଦୃଢ ମନୋଭାବ ଅଛି, ତମେ ଯେତେବେଳେ ଶିଖିବାକୁ ଚାହିଁବ ଗୋଟେ ଲାଙ୍ଗୁଏଜ, ସେତେବେଳେ ତମେ କଣ କହିପାରିବ ନା ଇଂଲିଶ ଗୋଟେ ବେଶୀ ବଡ ବି ନୁହଁ ଲାଙ୍ଗୁଏଜ। ବୁଝିପାରୁଛ ନା? ସେଇ 26ଟା ଲେଟରକୁ ନେଇକି ସାରା ଦୁନିଆ ତିଆରି ହେଇଛି। ବର୍ତ୍ତମାନ ଇଣ୍ଟରନ୍ୟାସନାଲ ଲାଙ୍ଗୁଏଜ ଇଂଲିଶକୁ ୟୁଜ କରାହଉଛି କଣ ପାଇଁ? କାହିଁକିନା ଅଲ୍ ଓଭର ଦ ୱାର୍ଲଡ ଇଂଲିଶ ଇଜ ସ୍ପୋକେନ। ବୁଝିପାରୁଛ ନା ନାଇଁ? ତ ସେଥିଲାଗି ସବୁବେଳେ ଇଂଲିଶ ସହିତ ଆକ୍ୱାଣ୍ଟେଡ ହୁଅ ଏବଂ ଯେତେବେଳେ ତମେ ଇଂଲିଶ ଶିଖିବା ପାଇଁ ଚାହିଁବ, ଆଉ ଗୋଟେ ତମମାନଙ୍କ ପାଇଁ ମୁଁ ଆଡଭାଇସ ଦେଇପାରିବି ଯେ ତମେ ଇଂଲିଶ ନ୍ୟୁଜ ପେପର ପଢିବାକୁ ଚେଷ୍ଟା କର। ଯଦି ବି ତମ ପାଖରେ ଇଂଲିଶ ନ୍ୟୁଜ ପେପର ନ ମିଳୁଛି, ତମେ କଣ କରିପାରିବ? ତମ ମୋବାଇଲରୁ ଇଂଲିଶ ନ୍ୟୁଜ ପେପର ଯେମିତି ଟାଇମ୍ସ ଅଫ ଇଣ୍ଡିଆ, ଦ ହିନ୍ଦୁସ୍, ଦ ଇଣ୍ଡିଆଜ ନ୍ୟୁଜ, ତ ବହୁତ ଗୁଡେ ଆମର କଣ ଅଛି, ଦ ପ୍ରେସ ଇଣ୍ଡିଆ, ବହୁତ ଗୁଡେ ଆମର ନ୍ୟୁଜ ପେପର ଅଛି। ତ ବହୁତ ଗୁଡେ ନ୍ୟୁଜ କମ୍ପାନୀ ମାନଙ୍କର କଣ ରହୁଛି ନା ନ୍ୟୁଜ ରହୁଛି, ଡେଲିକା ଡେଲି ନ୍ୟୁଜ ରହୁଛି। ତ ତମେ ତାକୁ ବୁଝ ନ ବୁଝ, ତମେ କଣ କର, ଦିନକୁ 2-3ଟି ଖବର ପଢିବାକୁ ଚେଷ୍ଟା କର। ପ୍ରାୟ 2-3ଟି, ତମେ ଯଦି ସବୁ ପଢିଲ ତମ ପାଇଁ ଭଲ। ଯଦି ତମେ କିଛି ବି ପଢୁନ, ତାହେଲେ ଅତି କମରେ 2-3ଟି ଖବର ପଢିବାକୁ ଚେଷ୍ଟା କର, ନ୍ୟୁଜ ପଢିବାକୁ ଚେଷ୍ଟା କର। ଯାହାଫଳରେ ତମର କଣ ହେଇଯିବ, ଇଂଲିଶରେ କଣ ହେଇଯିବ, ନ୍ୟୁ ନ୍ୟୁ ୱାର୍ଡ ପାୱାର ବଢିବ। ତ ୱାର୍ଡ ପାୱାର ବଢିଲା ପରେ ତମେ କଣ କରିବ, ସେଇ ୱାର୍ଡ ୟୁଜ କରିବା ପାଇଁ ଶିଖିବ। କାହିଁକି ନା ତାର ତମକୁ ୱାର୍ଡର ମିନିଂ ଜଣାଥିବ। ତ ସେଇ ୱାର୍ଡକୁ ୟୁଜ କରି କଣ କରିପାରିବ, ତମେ ଇଂଲିଶ ଭଲ ଭାବରେ ବୁଝିବା ଶିଖିପାରିବ ଏବଂ କହିବା ମଧ୍ୟ ଶିଖିପାରିବ। ତ ନେକ୍ସଟ କଣ ଦେଖିବା, ଆମେ ଆଉ ସେଇ ଇଂଲିଶ ଆଡେ ଯିବାନି। ତ ଆମର କଣ କରିବାର ଅଛି, ଆମର ମେନ୍ ମୋଟିଭ ହେଲା ଆମର ସିଲାବସ ଖତମ କରିବାର ଅଛି ଏବଂ ଆମକୁ ଭଲ ମାର୍କ ଆଣିବାର ଅଛି। ତ ଆର୍କ ଲାଇନ, ତା ସହିତ ଆମକୁ କଣ କରିବାର, ମାର୍କ ଆଣିବା ସହିତ କଣ କରିବାର ଅଛି, ଆମକୁ ନଲେଜ ଗେନ୍ କରିବାର ଅଛି। ତ କଣ ଅଛି ଆମର ଆର୍କ ଲେନ୍ଥ। ତ ପ୍ରଥମେ କଣ ଜାଣିବା ଆର୍କ ମାନେ କଣ। ଆର୍କ ର ଓଡିଆ ହଉଛି ଚାପ। କଣ? ଚାପ। ତ ଚାପର ସଂଜ୍ଞା କଣ, ଆମେ ତାକୁ ପ୍ରଥମେ ଜାଣିବା। ଚାପ ହେଲା ଗୋଟେ ଏକ ବୃତ୍ତ ଉପରିସ୍ଥ ଏ ଓ ବି ଦୁଇଟି ବିନ୍ଦୁ ହେଲେ ଏ ଓ ବି ବିନ୍ଦୁ ସମେତ ଏ ବି ଯାର ଏକ ପାର୍ଶ୍ୱରେ ଥିବା ବୃତ୍ତ ଉପରିସ୍ଥ ବିନ୍ଦୁ ମାନଙ୍କର ସେଟକୁ କଣ କୁହାଯାଏ, ଚାପ ବୋଲି କୁହାଯାଏ। ତମକୁ ମୁଁ ଆହୁରି ତାକୁ ସରଳ ମାଧ୍ୟମରେ ବୁଝେଇ ଦଉଛି। ଗୋଟେ ଏସ୍ ହେଲା, ଗୋଟେ ଏଠି ବୃତ୍ତ ଦେଇଛି। କଣ ଦେଇଛି? ଏସ୍ ବୃତ୍ତ ଦେଇଛି। ଏଇ ଏସ୍ ବୃତ୍ତରେ ଅନେକ ବିନ୍ଦୁ ଅଛି। ଗୋଟେ କେନ୍ଦ୍ର ବିନ୍ଦୁ ଅଛି। ଦିଆଯାଇଥିବା ଦତ୍ତ ବିନ୍ଦୁ ଠାରୁ କଣ ହେଇଛି ନା ଗୋଟେ ନିର୍ଦ୍ଦିଷ୍ଟ ଦୂରତାରେ ଥିବା ସମସ୍ତ ସେଇ ସମତଳରେ ଥିବା ସମସ୍ତ ବିନ୍ଦୁ ମାନଙ୍କର ସେଟକୁ ବୃତ୍ତ ବୋଲି କୁହାଯାଏ। ଏବଂ ସେଇ ସେଟ ଭିତରୁ କଣ କଲି ନା ମୁଁ ଦୁଇଟି ବିନ୍ଦୁ ନେଲି। ଗୋଟେ ଏ ବିନ୍ଦୁ ନେଲି, ଗୋଟେ ବି ବିନ୍ଦୁ ନେଲି। ଏବଂ ସେଇ ଯଦି ଏ ବି ବିନ୍ଦୁକୁ ମୁଁ କଣ କଲି, ଯୋଡି ଦେଲି। କଣ କରିଦେଲି? ଯୋଡି ଦେଲି। ତାହେଲେ ଏଇଟା ଗୋଟେ କଣ ହେଇଗଲା, ଜ୍ୟା ହେଇଗଲା। ଆମେ ଜ୍ୟା ଜାଣିଛେ କଣ ନା ବୃତ୍ତର ଦୁଇଟି ପୃଥକ ବିନ୍ଦୁକୁ ଯଦି ଆମେ କଣ କରିବା, ଗୋଟେ ରେଖାଖଣ୍ଡ ଦ୍ଵାରା ସଂଯୋଗ କରିବା, ତାହେଲେ ସଂଯୋଗ କରିବା ଦ୍ଵାରା କଣ ହବ, ସେଇ ସଂଯୋଜକ ରେଖାଖଣ୍ଡକୁ ଆମେ କଣ କହୁଥିଲେ, ଜ୍ୟା ବୋଲି କହୁଥିଲେ। ତ ସେଇ ଜ୍ୟା ଟା କଣ ହବ ନା, ସେଇ ଜ୍ୟା ସହିତ ଏବଂ ତା ସହିତ ଥିବା ସମସ୍ତ ପଏଣ୍ଟ ଗୁଡାକୁ କଣ କହିବା, ଗୋଟେ ଚାପ ବୋଲି କହିବା। କଣ କହିବା? ଗୋଟେ ଚାପ ବୋଲି କହିବା। କଣ କଲା ନା, ଏ ଓ ବି ବିନ୍ଦୁ ସହିତ ଏ ବି ଜ୍ୟାର ଏକ ପାର୍ଶ୍ୱରେ ଥିବା ବୃତ୍ତ, ଏକ ପାର୍ଶ୍ୱରେ, ତାର ଦୁଇଟି ପାର୍ଶ୍ୱ ଅଛି। କାହିଁକି ନା ଏଇଟା ତମେ ଦେଖିପାରୁଛ, ଏଇଟା ଗୋଟେ ପାର୍ଶ୍ୱ, କୁଆଡେ ଗଲା, ଏଇଟା ଗୋଟେ ପାର୍ଶ୍ୱ, ଏଇଟା ବି ଗୋଟେ ପାର୍ଶ୍ୱ ଅଛି। ତ ଆମ ପାଖରେ ଦୁଇଟି ପାର୍ଶ୍ୱ ଅଛି ଏବଂ ଯେକୌଣସି ପାର୍ଶ୍ୱକୁ ତମେ ନେଇଗଲେ ବି ସେଇଟା ଗୋଟେ ଚାପ ହେଇଯିବ। ମନେକର ଆମେ ଦେଖିବା, ଏଇଟା ଆଜି ଗୋଟେ ଅଛି, ମନେକର ଏଇଟା ଗୋଟେ ପି ବିନ୍ଦୁ ଅଛି। କଣ ଅଛି? ପି ବିନ୍ଦୁ ଅଛି। ଏଇଟା କଣ ଅଛି? କ୍ୟୁ ବିନ୍ଦୁ ଅଛି। ତ ଏଇଟାକୁ ଆମେ କଣ କହିପାରିବା, ଏପି ବି ଚାପ କହିପାରିବା। ଏବଂ ଏଇ ତଳ ପାର୍ଟ ଟାକୁ କଣ କହିବା, ଏ କ୍ୟୁ ବି ଚାପ ବୋଲି କୁହାଇପାରିବା। ଏଇଟାକୁ ଆମେ କଣ କରିବା, ତାକୁ ଉଦାହରଣ ଦେଇପାରିବା। ଦେଖ ଏଠି ତମ ପାଇଁ ଦେଇଦେଇଛି, ମୁଁ ଓଲଟେଇକି ନେଇଯାଇଛି ପି କୁ, ଏଠି କିନ୍ତୁ ଏପଟେ ଅଛି। ତେଣୁ ଏଇ ଚାପଟା କଣ କୁହାଯାଇ ପାରିବ, ଏପି ବି କୁହାଯାଇ ପାରିବ। ଏବଂ ଏଇଟା କଣ କୁହାଯିବ, ଏକ୍ୟୁ ବି ବୋଲି କୁହାଯାଇ ପାରିବ। ଏବଂ ତା ସହିତ କଣ ଇନଫରମେସନ ଆମ ପାଖରେ ଅଛି ନା, ଯଦି ଏପି ବି ଏକ ଚାପ ହେଲା, ତାହେଲେ ଏ ଓ ବି ଚାପ ଦୁଇଟିର ପ୍ରାନ୍ତ ବିନ୍ଦୁ ଅଟନ୍ତି ଏବଂ ଚାପର ଅନ୍ୟ ସମସ୍ତ ବିନ୍ଦୁକୁ କଣ କହନ୍ତି, ଅନ୍ତସ୍ଥ ବିନ୍ଦୁ ବୋଲି କହନ୍ତି। କଣ କହନ୍ତି? ଅନ୍ତସ୍ଥ ବିନ୍ଦୁ ବୋଲି କହନ୍ତି। ତ ଆମେ ଯଦି ପ୍ରଶ୍ନ କରିବି ମୁଁ ତମମାନଙ୍କୁ, ପି ଏକ କେଉଁ ବିନ୍ଦୁ, ନା ତମେ କହିବ ଯେ ଏ ପି ବି ଯୋଉ ଅଛି ଆମର ଚାପ, ସେଇ ଚାପର ଅନ୍ତସ୍ଥ ବିନ୍ଦୁ। ଏ ପି ବି ଯୋଉ ଚାପ ଅଛି, ତାର ଅନ୍ତସ୍ଥ ବିନ୍ଦୁ ହଉଛି କି ଏପି। ଆଉ ଯଦି ଏ ପଚାରିଲେ ଏବଂ ବି ପଚାରିଲେ, ତମେ କହିପାରିବ ଯେ ଏ ଆଉ ବି ହେଲା ଆମର କଣ, ପ୍ରାନ୍ତ ବିନ୍ଦୁ। ତ ଚାପର ସେଇ ଯୋଉ ପ୍ରାନ୍ତ ବିନ୍ଦୁ, ଅନ୍ତସ୍ଥ ବିନ୍ଦୁ ବୁଝିବାରେ ସହଜ ହଉଥିବ। ଠିକ ଅଛି ନା? ତ ନେକ୍ସଟ ଆମେ ଯିବା କଣ ନା, ଦେଖ ନେକ୍ସଟ ଯିବା ଆମେ କଣ, ତାର ବିଭିନ୍ନ ପ୍ରକାର ଟର୍ମ ଗୁଡାକ ବିଷୟରେ ଜାଣିବା। ତାର ବିଭିନ୍ନ ପ୍ରକାର ପାର୍ଟ ବିଷୟରେ ଜାଣିବା। ଯେମିତି କି ଏ ଓ ବି ଉଭୟ ଏପି ବି ଏ କ୍ୟୁ ବି ଚାପର ପ୍ରାନ୍ତ ବିନ୍ଦୁ ଅଟନ୍ତି। ତ ଏଇଠି ଦେଖିପାରୁଥିବ ତମେ ଯେ ଏ ବି ଦିଟା ବିନ୍ଦୁ ଆମେ ନେଇଥିଲେ ପୂର୍ବ ସ୍ଲାଇଡ ରେ, ମଧ୍ୟ ଏଇ ସ୍ଲାଇଡ ରେ ମଧ୍ୟ ନେଇଛେ। ଗୋଟେ ସେକେଣ୍ଡ, ମୁଁ ଇଙ୍କ ଟା ବଢେଇ ଦଉଛି, ତମକୁ ବୁଝି ପାରୁନଥିବ ବୋଧହୁଏ। ତ ଦେଖ ଏଠି କଣ ହେଲା,
ଏଇଠି ଗୋଟେ ପଏଣ୍ଟ ଆମେ ଦିଟା ପ୍ରାନ୍ତ ବିନ୍ଦୁ ନେଲେ ସେମାନଙ୍କୁ ସଂଯୋଗ କରିଦେଲେ ଯାହା ଫଳରେ କଣ ହେଲା ସେ AB ଗୋଟେ ଜ୍ୟା ଫର୍ମେସନ ହେଇଗଲା ଏବଂ ସେଇ ଏ ବି ର କଣ ଯୋଉ ଗୋଟେ ପାର୍ଶ୍ୱରେ ଥିବା ସମସ୍ତ ବିନ୍ଦୁ ମାନଙ୍କର ସେଟ୍ କଣ କଲେ ଚାପ ବୋଲି କହିଲେ। ଠିକ ସେମିତି ଏପି ବି ଗୋଟେ ଚାପ ଏବଂ ଏ କ୍ୟୁ ବି ଗୋଟେ ଚାପ। ତେଣୁ ଏପି ବି ଏ କ୍ୟୁ ବି ଚାପ ଦ୍ୱୟକୁ ପରସ୍ପର ବିପରୀତ ଚାପ ବୋଲି କହିବା। କାହିଁକି କହିବା ନା ଗୋଟେ ବୃତ୍ତ ଭିତରେ କଣ କରୁଛି ଜ୍ୟାଟା ଯୋଉ ଦି ଭାଗ ତିଆରି କରୁଛି ଜଣଙ୍କର ଆଉ ଜଣେ ବିପରୀତ ହବ। ଯେମିତି ତମେ ମତେ ଦେଖୁଛ ମୋବାଇଲରେ ମୁଁ ତମର କଣ ହେଇଗଲି ବିପରୀତ ସାଇଡରେ ଅଛି ବା ଅପୋଜିଟ ସାଇଡରେ ଅଛି। ତମେ ମାନେ ଯେତେବେଳେ ଦେଖୁଥିବ ମୁଁ ଯେତେବେଳେ ସେଇ ଭିଡିଓ ଭିତରେ କହୁଛି ସେତେବେଳେ କଣ ହେଇଯିବ ମୋ ପାଇଁ ତମେ ମାନେ ଅପୋଜିଟ ହେଇଯିବ। ତ କଣ ହେଇଯାଉଛି ନା ମୁହାଁମୁହିଁ ହେଇ ଯୋଉ ରହିବା ସେଇଟା କଣ କହନ୍ତି ଅପୋଜିଟ ସାଇଡ ବୋଲି କହିବା। ତ କଣ ଦେଇଛି ଉକ୍ତ ଚାପ ଦ୍ୱୟର ସଂଯୋଗରେ ସମ୍ପୂର୍ଣ୍ଣ ବୃତ୍ତଟି ଗଠିତ ହୋଇଥିବାରୁ ଗୋଟିଏକୁ ଅପରର ପରିପୂରକ ଚାପ ବୋଲି ମଧ୍ୟ କୁହାଯାଏ। ପରିପୂରକ ମାନେ କଣ ନା ଯୋଉ ଜିନିଷଟା କଣ କରୁଥିବ ନା ପରିପୂରଣ କରୁଥିବ। କଣ କରୁଥିବ ଗୋଟେ ପୂରଣ କରୁଥିବ। ଦେଖ ଯୋଉ ଯୋଉ ଟର୍ମ ଗୁଡା ୟୁଜ କଲା ବେଳେ କଣ କରିବ ନା ସବୁବେଳେ ତମେ ଗୋଟେ ସର୍ଟ ଟ୍ରିକ ମନେ ରଖିବ। ଯାହା ଫଳରେ ତମେ ଆରାମସେ ମନେ ରଖିବ। ଯେମିତିକି ପରିପୂରକ ମୁଁ କହିଦେଲି କଣ ହେଇଗଲା ପରିପୂରଣ କରୁଥିବ। ଯେମିତି 90 ଡିଗ୍ରୀ ହେଇଗଲେ କଣ କହୁଥିଲେ ଅନୁପୂରକ କଣ ତ 90 ଯୋଉ ଦିଟା କୋଣ ମିଶିକି 90 ଡିଗ୍ରୀ ହଉଥିଲା ତାକୁ କହୁଥିଲେ ଅନୁପୂରକ। ତେଣୁ ସେଇଟା ଲାଗି କଣ କରାଯିବ ନା ଅନୁପୂରଣ ଯୋଉଟା କଣ କରିବ ଅନୁକୁ ପୂରଣ କରିବ। ଅନୁ ମାନେ କଣ ନା ସିଧା ଏବଂ ଆ ସହିତ ଏଇଟା ସମକୋଣ ହେଇଯିବ। ବୁଝିପାରୁଛ ନା ନାଇଁ ତେଣୁ ଅନୁ ମାନେ ଯୋଉ ସମକୋଣ ହିସାବରେ ତାକୁ ପୂରଣ କରୁଛି ସେଇଗୁଡାକୁ କଣ କହିବା ଅନୁପୂରଣ ଅନୁପୂରକ କଣ କହୁଥିଲେ ଠିକ ସେମିତି ଏଇଟା ଯେମିତି ପରିପୂରଣ କରୁଛି ତେଣୁ ତାକୁ କଣ କହିଲେ ପରିପୂରକ ଚାପ ବୋଲି କହିଲେ। ତ ଏଇ ଚାପ ଦ୍ୱୟ କଣ ହେଲା ନା এবି ଯା ଦ୍ଵାରା ଉତ୍ପନ୍ନ ବା ଛେଦିତ ଚାପ ବୋଲି କୁହାଗଲା। କଣ ଗଲା ନା ଏଇ ଚାପଟା କଣ ଥିଲା ପ୍ରଥମେ କିଛି ନଥିଲା ଗୋଟେ ବୃତ୍ତଟେ ଥିଲା। ଯେତେବେଳେ ଆମେ କଣ କଲେ ଏ ଓ ବି ଦିଟା ବିନ୍ଦୁ ନେଇଗଲେ ଏବଂ ସେମାନଙ୍କ ମଧ୍ୟରେ କଣ କରିଦେଲେ ଜ୍ୟା ଅଙ୍କନ କରିଦେଲେ। ତ ତା ଫଳରେ କଣ ହେଇଗଲା ନା ଦୁଇଟି ଚାପ ଆମର ସୃଷ୍ଟି ହେଇଗଲା। ଜଣେ ଜଣଙ୍କର ପରିପୂରକ ଚାପ ବା ଜଣେ ଜଣଙ୍କର ବିପରୀତ ଚାପ ବୋଲି ଆମେ କହିଥାଉ। ତ ସେମାନଙ୍କ ଭିତରେ ଯୋଉ ତିଆରି ହେଲା ତେଣୁ এবି କୁ କଣ କୁହାଗଲା ଛେଦକ ଏବଂ ଏବେ ଯୋଉ ଚାପଟା ତିଆରି କଲା ତାକୁ କୁହାଗଲା କଣ ଛେଦିତ ଚାପ ବୋଲି କୁହାଗଲା। କଣ କହିଲା ଛେଦିତ ଚାପ ବୋଲି କୁହାଗଲା। ଏବଂ ଏବେ ଯାହାକୁ ଉଭୟ ଚାପର ସମ୍ପୃକ୍ତ ଯା ବୋଲି କୁହାଗଲା। କଣ କୁହାଗଲା ଯେ ସମ୍ପୃକ୍ତ ଜ୍ୟା ବୋଲି କୁହାଗଲା। ଯେପରିକି ଏପିବି ରେ ମଧ୍ୟ କଣ এবି ଜ୍ୟା ଅଛି ଏବଂ ଏ କ୍ୟୁ ବି ରେ ମଧ୍ୟ କଣ ଅଛି এবି ଜ୍ୟା ଅଛି। ତ ବୁଝିପାରୁଥିବ ମୁଁ ଆଶା କରୁଛି ତ ନେକ୍ସଟ ଆମେ କଣ ଦେଖିବା ନା ଚାପ ମାନଙ୍କ ମଧ୍ୟରେ କିଏ କ୍ଷୁଦ୍ର ଚାପ କିଏ ବୃହତ ଚାପ ଏବଂ କିଏ ଅର୍ଦ୍ଧବୃତ୍ତ। ତ ତା ବିଷୟରେ ଆମେ କଣ କରିବା ଷ୍ଟଡି କରିବା। ତ ପ୍ରଥମେ କଣ ଆସିଲା କ୍ଷୁଦ୍ର ଚାପ ବୃହତ ଚାପ ଏବଂ ଅର୍ଦ୍ଧବୃତ୍ତ ବିଷୟରେ ଆମେ ଜାଣିବା। ତ ପ୍ରଥମେ ଆମେ ଜାଣିବା ଯେ କ୍ଷୁଦ୍ର ଚାପ ଓ ବୃହତ ଚାପ କଣ। ତ ଦେଖ ଏ ଦୁନିଆରେ ସବୁ କିଛି ଅଛି ଗୋଟେ ସାନ ହେଇଥିବ ନିହାତି ମାନେ ତାଠୁ ବଡ ହେଇଥିବ। ଯେମିତି କି ଆମେ କଣ କହୁଛେ ନା ଗୋଟେ ଛୋଟ ଛୁଆଟେ ଅଛି ଆଉ ଗୋଟେ କଣ ଅଛି ଗୋଟେ ବୃଦ୍ଧ ଲୋକଟେ ଅଛି। ଠିକ ସେମିତି ଗୋଟେ ଛୋଟ ମାଉଣ୍ଟେନ ଅଛି ବା ପାହାଡ ଅଛି ଆଉ ଗୋଟେ କଣ ଅଛି ବଡ ମାଉଣ୍ଟେନ ଅଛି। ଗୋଟେ ଛୋଟ କଲେଜ ଅଛି ଗୋଟେ ବଡ କଲେଜ ଅଛି। ତ ବହୁତ ଗୁଡେ କଣ ଅଛି ନା ଛୋଟ ବଡରେ ଚାଲିଛି। ବୁଝି ହଉଛି ନା ନାଇଁ ଜଣେ ଭଲ ପାଠ ପଢୁଛି ଜଣେ ଖରାପ ପାଠ ପଢୁଛି। ତ ତାର ସବୁଥରେ ଆମର କଣ କହୁଛେ ନା ଦିଟା ପାର୍ଟ ସବୁବେଳେ ପାଉଛେ। ଯେମିତି କିି ତମେ ଗୋଟେ କମେଡି ଭିଡିଓ ଦେଖି ପାରୁଥିବ ଯେ ସବୁ ଜିନିଷର ଗୋଟେ ଦୁଇଟି ଥିବ। ଗଛ ଥିଲେ ଏୟା ହେଲା ସେୟା ହେଲା ସେ ମରିଗଲା ତାପରେ ଜନ୍ମ ହେଲା ଇଏ ହେଲା ସିଏ ହେଲା। ତ ସବୁ ଜିନିଷର ଆମର କଣ ଅଛି ଦିଟା ଜିନିଷ ଅଛି ମୋଷ୍ଟଲି କଣ ହଉଛି ନା ଯିଏ ଜଣେ ଅଧିକ ହେଇଥିବ ଜଣେ କମ ହେଇଥିବ। ଠିକ ସେମିତି ଚାପରେ ମତେ କଣ ଅଛି ନା କ୍ଷୁଦ୍ର ଚାପ ଏବଂ ବୃହତ ଚାପ ଅଛି। ତ କ୍ଷୁଦ୍ର ଚାପ ବୃହତ ଚାପରେ କଣ ଅଛି ନା ଯଦି ଗୋଟେ ଚାପ ଏପିବି ପି ବିନ୍ଦୁ ଏପିବି ର ପି ବିନ୍ଦୁ ଏବଂ ବୃତ୍ତର କେନ୍ଦ୍ର ବିନ୍ଦୁ ସମ୍ପୃକ୍ତ এবି ଯା ର ବିପରୀତ ପାର୍ଶ୍ୱରେ ଅବସ୍ଥିତ ହୁଅନ୍ତି ତେବେ ଏପିବି କୁ ଏକ କ୍ଷୁଦ୍ର ଚାପ ବୋଲି କୁହାଯାଏ ଏବଂ କ୍ଷୁଦ୍ର ଚାପର ବିପରୀତ ଚାପକୁ ବୃହତ ଚାପ ବୋଲି କୁହାଯାଏ। କଣ ଦେଲା ନା ତମେ ଏଇଟା ବି ଜାଣିପାରୁଥିବ କ୍ଷୁଦ୍ର ଚାପର ବିପରୀତ ଚାପକୁ ବୃହତ ଚାପ ବୋଲି କୁହାଯାଏ ଏଇଟା କିଛି ଡାଉଟ ନାହିଁ। କିନ୍ତୁ ତମକୁ କଣ କରିବାକୁ ନା କ୍ଷୁଦ୍ର ଚାପକୁ ପ୍ରଥମେ ବୁଝିବାକୁ ପଡିବ। କଣ ଦେଇଛି ନା ଯଦି କୌଣସି ଚାପ ଏପିବି ର ପି ବିନ୍ଦୁ କଣ ହଉଥାଏ ନା ବୃତ୍ତ କେନ୍ଦ୍ର ବିନ୍ଦୁ ସମ୍ପୃକ୍ତ এবି ଯା ର ବିପରୀତ ପାର୍ଶ୍ୱରେ ଥିବ କଣ ଥିବ ବିପରୀତ ପାର୍ଶ୍ୱରେ ଥିବ ତାହେଲେ ଏପିବି କୁ ଏକ କ୍ଷୁଦ୍ର ଚାପ କହିବା ଯେମିତି କି ଏଇଠି ଆମର ଅଛି। ଏଇଟା ଗୋଟେ ଆମର କେନ୍ଦ୍ରବିନ୍ଦୁ ଅଛି ଏବଂ ଯା ଟା ଏଇଠି ଅଛି ତାର ବିପରୀତ ପାର୍ଶ୍ୱରେ କଣ ଅଛି ପି ଅଛି ତେଣୁ ଏପିବି କଣ ହେଇଗଲା ଆମର କ୍ଷୁଦ୍ର ଚାପ ଏବଂ ଏପିବି ର କଣ ହେଇଗଲା ବୃହତ ଚାପ ହେଇଗଲା କିଏ ଏ କ୍ୟୁବ ବା ବିପରୀତ ଚାପ ହେଇଗଲା ସେଇଟା। ତ ବୁଝି ହେଲା ନା ଚିତ୍ରରେ ଯେମିତି ହେଲେ ଦେଖିପାରିଲ ତମେ ଏପିବି କ୍ଷୁଦ୍ର ଚାପ ହେଲା ଏବଂ ଏ କ୍ୟୁ ବି କଣ ହେଇଗଲା ବୃହତ ଚାପ ହେଇଗଲା। ତ ଠିକ ଅଛି ତ ନେକ୍ସଟ ଦେଖିବା କଣ ଅଛି ନା ଅର୍ଦ୍ଧବୃତ୍ତ ଯେତେବେଳେ ଆମେ ଚାପ ଅଙ୍କନ କରିବା ଯଦି ଆମେ କଣ କରିବା ନା ବ୍ୟାସଟି ଅଙ୍କନ କରିଦବା।
ବ୍ୟାସଟି ଅଙ୍କନ କରିଦେଲେ କଣ ହେଇଗଲା ନା ସେ ବୃତ୍ତଟି କଣ ହେଇଗଲା, ଆମେ ଜାଣିଛେ ବ୍ୟାସ ହଉଛି ବୃତ୍ତର ସବୁଠାରୁ ବଡ ଜିଆ, ତେଣୁ ସେ ବଡ ଜିଆ ଟା କଣ ହେଇଗଲା ଗୋଟେ ବ୍ୟାସ ହେଇଗଲା ମାନେ କଣ ହେଇଯିବ ନା ସେ ବୃତ୍ତଟାକୁ ଦି ଭାଗରେ ବିଭକ୍ତ କରିଦବ। କଣ କରିଦବ? ବୃତ୍ତଟାକୁ ଦି ଭାଗରେ ବିଭକ୍ତ କରିଦବ ଏବଂ ତା ନାଁ ହେଇଯିବ ଅର୍ଦ୍ଧବୃତ୍ତ। ଏଠି ଦୁଇଟି ଯାକ କଣ ହେଇଯିବ ନା କ୍ଷୁଦ୍ର ଚାପ ଏବଂ ବୃହତ ଚାପ ସେମ୍ ହେଇଯିବ, ତେଣୁ ତାକୁ କଣ କୁହାଗଲା ଅର୍ଦ୍ଧବୃତ୍ତ ବୋଲି କୁହାଗଲା। କଣ କୁହାଗଲା? ଅର୍ଦ୍ଧବୃତ୍ତ କୁହାଗଲା। ଯେମିତି କି ଆମେ କ୍ଲାସରେ ପାଠ ପଢୁଛେ, କୋଉମାନେ ଭଲ ପଢୁଛନ୍ତି କୋଉମାନେ ଖରାପ ପଢୁଛନ୍ତି, ମାନେ ସେମାନଙ୍କର ପାଠ ପଢାର ଜ୍ଞାନ ହିଁ କିଛି ନଥାଏ ପ୍ରାୟ। ଏବଂ ଆଉ କିଛି ଆମେ କଣ କହୁଛେ ଆଭରେଜ କହୁଛେ। ଆଭରେଜ ଟା କୋଉ ପାଇଁ ଆସିଲା ନା ଯୋଉମାନେ ବେଶୀ ଭଲ ପଢୁନାହାନ୍ତି, ଯୋଉମାନେ ବେଶୀ ଖରାପ ପଢୁନାହାନ୍ତି, ଅର୍ଥାତ କଣ ସେମାନେ ମିଡିୟମ ସାଇଜରେ ରହିଲେ, ସେମାନଙ୍କୁ ଆଭରେଜ କୁହାଗଲା। ଠିକ ସେମିତି ଯେତେବେଳେ କ୍ଷୁଦ୍ର ଚାପ ଏବଂ ବୃହତ ଚାପ ସମାନ ହେଇଗଲେ, ମାନେ କ୍ଷୁଦ୍ର ଚାପ ବେଶୀ ସାନ ନୁହଁ, ବୃହତ ଚାପ ମାନେ କଣ ହେଇଗଲା ବେଶୀ ବଡ ନୁହଁ, ମାନେ ପ୍ରାୟ ସେମାନେ କଣ ହେଇଗଲେ ଇକ୍ୱାଲି ହେଇଗଲେ। କଣ ହେଇଗଲେ? ଇକ୍ୱାଲ ହେଇଗଲେ, ସେତେବେଳେ ଆମେ ତାକୁ କଣ କହିଲେ ଅର୍ଦ୍ଧବୃତ୍ତ କହିଲେ। କଣ କହିଲେ? ଯେମିତିକି ଲେଖା ଅଛି ଏକ ବୃତ୍ତର କୌଣସି ଚାପରୁ ସମ୍ପୃକ୍ତ ଯାହା ବୃତ୍ତରେ ଏକ ବ୍ୟାସ ହେଲେ ଚାପଟିକୁ କଣ କୁହାଯାଏ? ଅର୍ଦ୍ଧବୃତ୍ତ ବୋଲି କୁହାଯାଏ। କଣ କୁହାଯାଏ? ଅର୍ଦ୍ଧବୃତ୍ତ ବୋଲି କୁହାଯାଏ। ଏକ ଅର୍ଦ୍ଧବୃତ୍ତର ବିପରୀତ ଚାପ ମଧ୍ୟ ଅର୍ଦ୍ଧବୃତ୍ତ ହବ, କାହିଁକି ନା କ୍ଷୁଦ୍ର ଚାପର ଇକ୍ୱାଲ ଟୁ ବୃହତ ଚାପ ହେଲେ ଯାଇକି ଅର୍ଦ୍ଧବୃତ୍ତ, ଏବଂ ଅର୍ଦ୍ଧବୃତ୍ତ ହେଲା ମାନେ କଣ ହେଇଯିବ ନା ଏପଟେ ଯେତିକି ଚାପ ଥିବ ସେପଟେ ସେତିକି ଚାପ ରହିବ। ବୁଝିଲା ନା? ତ ନେକ୍ସଟ ଯିବା ଆମେ କଣ ଆଉ ଅଲଗା କିଛି ନ୍ୟୁଟନ ଶିଖିବା। କଣ ଅଛି ନା ଚାପର ଦୈର୍ଘ୍ୟ। କଣ ଅଛି? ଚାପର ଦୈର୍ଘ୍ୟ। ଆମେ ଏପର୍ଯ୍ୟନ୍ତ କଣ କଣ ପଢିଲେ ନା କ୍ଷୁଦ୍ର ଚାପ ବିଷୟରେ ପଢିଲେ, ବୃହତ ଚାପ ବିଷୟରେ ପଢିଲେ, ଅର୍ଦ୍ଧବୃତ୍ତ ବିଷୟରେ ପଢିଲେ। ଫାର୍ଷ୍ଟଲି ଆମେ ପଢିଲେ ଯେ ଚାପ କଣ। ଚାପ ଆମେ ଜାଣିଲେ ଯେ ଏ ଓ ବି ରହିଛି ଯଦି ଗୋଟେ ବୃତ୍ତର ପ୍ରାନ୍ତ ବିନ୍ଦୁ ହୁଅନ୍ତି ଏବଂ ସେମାନଙ୍କର କଣ ହୁଏ ନା ଗୋଟେ ଜ୍ୟା ଅଙ୍କନ ହୁଏ। ସେ ଜ୍ୟା ସହିତ କଣ ହବ, ସେମାନଙ୍କର ଗୋଟିଏ ପାର୍ଶ୍ଵରେ ଥିବା ସମସ୍ତ ବିନ୍ଦୁ ମାନଙ୍କର ସେଟ ମାନଙ୍କୁ କଣ କହନ୍ତି? ଚାପ ବୋଲି କହନ୍ତି। ଠିକ ସେମିତି ଆମେ ପଢିଲେ କ୍ଷୁଦ୍ର ଚାପ ପଢିଲେ ଏବଂ ବୃହତ ଚାପ ପଢିଲେ, ତାପରେ କଣ ପଢିଲେ ଅର୍ଦ୍ଧବୃତ୍ତ ପଢିଲେ। ତ ନେକ୍ସଟ ଆମେ ଦେଖିବା ସେ ଯୋଉ ଚାପଟା ତିଆରି ହଉଛି ତାର ଦୈର୍ଘ୍ୟ କଣ, ତା ଦୈର୍ଘ୍ୟଟା ଆମେ କେମିତି ପାଇବା। ତ ଦେଖିବା କଣ ଅଛି ନା ଯେପରି ପ୍ରତ୍ୟେକ ରେଖାଖଣ୍ଡର ଦୈର୍ଘ୍ୟ ମାପ ରହିଛି, ସେମିତି ବୃତ୍ତର ପ୍ରତ୍ୟେକ ଚାପର ଦୈର୍ଘ୍ୟ ମାପ ରହିଛି। ଏଇଟା ଆମେ ସମସ୍ତେ ଭଲ ଭାବରେ ଜାଣିଛେ ଯେ କିଲୋମିଟର ମାପିଦେଲେ, ମିଲିମିଟର ମାପିଦେଲେ, ସେଣ୍ଟିମିଟର ମାପିଦେଲେ, ସବୁ ରେଖାଖଣ୍ଡର ଗୋଟେ କଣ ଅଛି? ଦୈର୍ଘ୍ୟ ଅଛି। ତ ଠିକ ସେମିତି କଣ ହବ, ଗୋଟେ ଚାପର ମଧ୍ୟ କଣ ଅଛି? ଦୈର୍ଘ୍ୟ ଅଛି। ତ ଏଇ ମାପ ପ୍ରଣାଳୀକୁ ପରିମିତିରେ ଆଲୋଚନା କରାଯିବ, କିନ୍ତୁ ଆମେ କଣ କରିବା ତାର ମାପର ଚାପର ଦୈର୍ଘ୍ୟଟା ଆମେ ଜାଣିଦବା। କେମିତି ତାକୁ ସୂଚା ଯାଉଛି, କେମିତି ତାକୁ ଆମେ ମାପି ପାରିବା, କେମିତି ତାକୁ ଡିନୋଟ କରିବା, ତାକୁ ଆମେ କଣ କରିବା ଏଇଠି ପଢିବା, କିନ୍ତୁ ପରିମିତିରେ ଜାଣିବା ସେ କେମିତି ମାପା ହଉଛି। ବୁଝିପାରୁଛ ନା ନାଇଁ? ତାକୁ କେମିତି ଆମେ ମାପି ପାରିବା। ତ କଣ ରହିଛି ଏଇ ତେବେ ଏବିଜିଆ ଦ୍ୱାରା ଉତ୍ପନ୍ନ ଚାପ ଦ୍ୱୟରୁ କଣ ହବ? ମଧ୍ୟରୁ କ୍ଷୁଦ୍ର ଚାପ ଦୈର୍ଘ୍ୟ ବୃହତ ଚାପ ଦୈର୍ଘ୍ୟ ଠାରୁ କ୍ଷୁଦ୍ରତମ। ଏଇଟା ଗୋଟେ କଣଟା ଅସୁବିଧା ଅଛି? ଏଇଟା ତ ଆମେ ସମସ୍ତେ ଜାଣିଛେ। କଣ ଅଛି ନା ଯୋଉଟା ବଡ ହେଇଥିବ ତା ଅପେକ୍ଷା କଣ ହବ? ଆରଟା ସାନ ହବ। ଜଣେ ମନେକର ରାମ ବଡ ହେଲା ଶ୍ୟାମଠୁ, ତ ଶ୍ୟାମଟା କଣ ହେଇଯିବ? ରାମ ଠାରୁ ସାନ ହବ ନା ନାଇଁ? ତ ଠିକ ସେମିତି ନା ଏବିଜିଆ ଦ୍ୱାରା ଉତ୍ପନ୍ନ ଚାପ ଦ୍ୱୟ ମଧ୍ୟରୁ କ୍ଷୁଦ୍ର ଚାପର ଦୈର୍ଘ୍ୟ ସର୍ବଦା କଣ ହବ? ବୃହତ ଚାପ ଠାରୁ କଣ ହବ? କମିକି ରହିବ। ବୁଝିପାରିଲ ନା ନାଇଁ? ତେଣୁ ଚାପର ଦୈର୍ଘ୍ୟ କଣ କରାଯାଏ ନା ଏଲ ଦ୍ୱାରା, ଏଲ ଚିହ୍ନ ଦ୍ୱାରା ସୂଚିତ କରାଯାଏ, ଏବଂ ଏଲ ଏପିକ୍ୟୁ ଚାପର ଦୈର୍ଘ୍ୟକୁ ମାପକୁ ସୂଚାଏ। ମାନେ ଯଦି ମୁଁ ଗୋଟେ ଏପିକ୍ୟୁ ନେଇଗଲି ଗୋଟେ ଚାପ, ଏପିକ୍ୟୁ ଗୋଟେ ମୁଁ ଚାପ ନେଇଗଲି, ତାହେଲେ ସେଇ ଚାପଟାର ଦୈର୍ଘ୍ୟଟାକୁ ମୁଁ କଣ ଲେଖିବି? ଏଲ ଏପିକ୍ୟୁ। କଣ କରିବା? ଏଲ ଏପିକ୍ୟୁ ଏଇ ମାଧ୍ୟମରେ ଆମେ କଣ କରିବା? ତାକୁ ଦର୍ଶାଇବା। ତ ଦୁଇ ବିପରୀତ ଚାପର ଦୈର୍ଘ୍ୟର ସମଷ୍ଟି ବୃତ୍ତର ଦୈର୍ଘ୍ୟ ଅଟେ, ମାନେ ବୃତ୍ତର ପରିଧି ଅଟେ। ମାନେ ଦିଟା ଯଦି ବିପରୀତ, ମନେକର ଏଠି ଦେଖ ମୁଁ ତମକୁ ଚିତ୍ର ମାଧ୍ୟମରେ ଆଉ ଥରେ ଦେଖେଇ ଦଉଛି। ଏଠି ଯେମିତି ଗୋଟେ କଣ ଅଛି ଜଣ ଜଣଙ୍କର ବିପରୀତ, ଏଇଟା ହେଲା କ୍ଷୁଦ୍ର ଚାପ, ଏଇଟା ହେଲା ବୃହତ ଚାପ। ତ ଏଇଟା କଣ ହବ ନା ଏଇ ଯୋଉ ଏଇ ଭାଲ୍ୟୁଟା, ଏଇଟା ଆମର କ୍ଷୁଦ୍ର ଚାପର, ଗୋଟେ ସେକେଣ୍ଡ ଭୁଲ ହେଇଗଲା। ତ ଦେଖ, ତ କଣ ଦେଇଛି ନା ଏ ବି ଏପିବି, ଏଇଟା ଯୋଉ ଆମର କ୍ଷୁଦ୍ର ଚାପ ଅଛି, ତ ଏଇ ଯୋଉ କ୍ଷୁଦ୍ର ଚାପର ଦୈର୍ଘ୍ୟ ଏବଂ ୟାର ଦୈର୍ଘ୍ୟ ଯଦି ଆମେ ମିଶେଇବା କଣ ପାଇଯିବା? ଆମେ ବୃତ୍ତଟେ ପାଇଯିବା। କଣ ପାଇଯିବା? ବୃତ୍ତର ପରିଧି ପାଇଯିବା, ବୃତ୍ତର ପରିସୀମା ପାଇଯିବା। ବୁଝିହେଲା ତ? ବୃତ୍ତର ପରିସୀମା ପାଇଯିବା। ତ ତାକୁ କଣ କରାଯାଏ ନା ଦୁଇଟି ବିପରୀତ ଚାପର ଦୈର୍ଘ୍ୟର ସମଷ୍ଟି ଦ୍ୱାରା କଣ ହେଇଯିବ ନା ବୃତ୍ତର ଦୈର୍ଘ୍ୟ ବା ବୃତ୍ତର ପରିଧି ମଧ୍ୟ ତାକୁ କୁହାଯାଏ। ତେଣୁ ବୃତ୍ତର ପରିଧି ପାଇଯିବା। ତ ଯେତେବେଳେ ତମମାନଙ୍କୁ କୌଣସି ଗୋଟେ କୋଶ୍ଚିନ୍ ପଚାରିଥିବ, ମନେକର ଏଇ କୋଶ୍ଚିନରେ ଦେଖ
ମୁଁ ତମକୁ କ୍ୱେଶ୍ଚିନ୍ ପଚାରିଲି, ଗୋଟେ ଏସ୍ ବୃତ୍ତ ଥିଲା, ଏ ବି ଗୋଟେ ଜ୍ୟା ଥିଲା, ସେ କଣ କରୁଥିଲା, ଏପିବି ଏବଂ AQB ଚାପରେ କଣ କରୁଥିଲା, ସେମାନଙ୍କର ଗୋଟେ ବୃତ୍ତଟେ ଫର୍ମେସନ ହଉଥିଲା। ତ ମୁଁ ଯଦି କହିବି ଏପିବି ର ଭ୍ୟାଲୁ କେତେ ଦେଇଥିଲା, ମନେକର 15 ସେଣ୍ଟିମିଟର ଏବଂ AQB ର କେତେ ଥିଲା ଚାପର ଦୈର୍ଘ୍ୟ ନା 20 ସେଣ୍ଟିମିଟର, ତାହେଲେ ଟୋଟାଲ ବୃତ୍ତର ପରିଧି କେତେ ହେଇଯିବ ଆମର 35 ସେଣ୍ଟିମିଟର। ତ ଠିକ ସେଇ ଅନୁସାରେ ତମକୁ ଏକ୍ସାମରେ ଏଇ ବାବଦରେ କୌଣସି କ୍ୱେଶ୍ଚିନ୍ ପଚାରିବନି, କିନ୍ତୁ ତମକୁ ଏଇଟା ଜାଣିବା ପାଇଁ ଦେଇଛି ବୃତ୍ତର ଦୈର୍ଘ୍ୟକୁ ବୃତ୍ତର ପରିଧି କୁହାଯାଏ ଏବଂ ଦୁଇ ବିପରୀତ ଚାପର ଦୈର୍ଘ୍ୟର ସମଷ୍ଟିକୁ କଣ କୁହାଯାଏ, ବୃତ୍ତର ଦୈର୍ଘ୍ୟ ବୋଲି କୁହାଯାଏ। ତାପରେ ଜାଣିବା ଯେ ସନ୍ନିହିତ ଚାପ। ତ ସନ୍ନିହିତ ଚାପ ମାନେ କଣ ନା ଜଣେ ଜଣଙ୍କର ସାଇଡରେ ଥିବ, ଆଉ କିଛି ବି ନାହିଁ ଆ ଭିତରେ। ସନ୍ନିହିତ ଚାପ କଣ, ତମେ ପିଲାବେଳୁ ଜାଣିଛ ସନ୍ନିହିତ କୋଣ ମାନେ କଣ, ଗୋଟେ କୋଣର ପାର୍ଶ୍ୱରେ ଥିବା ସମସ୍ତ କୋଣକୁ କଣ କୁହାଯାଏ, ଜଣେ ସେଇ କୋଣର ସନ୍ନିହିତ କୋଣ ବୋଲି କୁହାଯାଏ। ଯେମିତିକି ଯେମିତି କଣ କହିପାରିବି, ଏଇଠି ମୋ ପାଖରେ ଗୋଟେ ମୋବାଇଲ ଅଛି, ତ ଏଇଟା କଣ ହେଇଯିବ ମୋ ପାଇଁ ସନ୍ନିହିତ ହବ, ମୋ ପାଖରେ ଅଛି ତେଣୁ ଏଇଟା ସନ୍ନିହିତ ହବ, କିନ୍ତୁ ଆ ପାଇଁ କଣ ଅଛି, ଗୋଟେ ପାରାମିଟର ନାହିଁ। ପାରାମିଟର ନାହିଁ, ତେଣୁ ଆକୁ ମୁଁ କହିପାରିବିନି ଯେ ଗୋଟେ ସନ୍ନିହିତ ଚାପ କି ସନ୍ନିହିତ କୋଣ କି ସନ୍ନିହିତ କୋଣ, ହ୍ୱାଟ ଏଭର ଏକ୍ସେଟ୍ରା, ଆମେ ସେ ବିଷୟରେ ଯିବାନି। କିନ୍ତୁ ମୁଁ କହିଲି ସନ୍ନିହିତ ମାନେ କଣ, ତା ପାର୍ଶ୍ୱରେ ତା ପଡୋଶୀରେ ରହିବ। କଣ ରହିବ ନା ସନ୍ନିହିତ ଚାପ କଣ ଦେଇଛି ଆମକୁ ଭଲ ଭାବରେ ବୁଝିଦବା ବହି ହିସାବରେ। ତ ଗୋଟିଏ ବୃତ୍ତର ଦୁଇଟି ଚାପର ଗୋଟିଏ ମାତ୍ର ସାଧାରଣ ବିନ୍ଦୁ ଥିଲେ ଉକ୍ତ ବିନ୍ଦୁଟି ପ୍ରତ୍ୟେକ ଚାପର ଏକ ପ୍ରାନ୍ତ ବିନ୍ଦୁ ହବ। କଣ ଦେଇଛି ନା ଗୋଟିଏ ବୃତ୍ତରେ ଦୁଇଟି ଚାପର ଗୋଟିଏ ମାତ୍ର ସାଧାରଣ ବିନ୍ଦୁ ଥିଲେ ଉକ୍ତ ବିନ୍ଦୁଟି ବୃତ୍ତର ପ୍ରତ୍ୟେକ ଚାପରେ ଏକ ପ୍ରାନ୍ତ ବିନ୍ଦୁ ହବ ଏବଂ ଏହିପରି ଦୁଇଟି ଚାପ କଣ କୁହାଯାଏ, ସନ୍ନିହିତ ଚାପ ଦେବ। ଭାଇ ବହୁତ ବଡ ଜିନିଷଟେ ସେ କହିଦେଲା, ମୁଁ ତମକୁ କହିବାକୁ ଚାହୁଁଥିଲି କିନ୍ତୁ ତା ପୂର୍ବରୁ ବହିରେ ଦେଇଦେଇଛି। ଭାଇ ମୁଁ ତ ବି ପଢିକି ଆସିଛି ନା, ତ ମୁଁ ତ ସର୍ବଜ୍ଞ ନୁହେଁ ନା, ତ ସେଇ ଏକା ଜିନିଷ ଭାଇ। ତ କଣ ଦେଖ ନା ଗୋଟିଏ ବୃତ୍ତର ଦୁଇଟି ଚାପ ଅଛି, ଯେମିତିକି ଏଇଠି ଅଛି ଆମର କଣ ଅଛି, ଦୁଇଟି ଚାପ ଅଛି ଏପିବି ଏବଂ AQB। ତେଣୁ ଏପିବି ରେ କଣ ହବ ନା ଯେତେବେଳେ ଗୋଟେ ସାଧାରଣ ବିନ୍ଦୁ କଣ ହେଇଯିବ, ରହିଯିବ, ମାନେ ଯେମିତିକି ଏପିବି ରେ A ଅଛି, B ଅଛି ଏବଂ AQB ରେ ମଧ୍ୟ କଣ ରହିଛି, ସେଇ AB ଅଛି। ତେଣୁ ଏ ଦିଟା ଯେତେବେଳେ ସାଧାରଣ ବିନ୍ଦୁ ହେଇଗଲା, ତାକୁ କଣ କହିଲେ, ଆମେ ଗୋଟେ ପ୍ରାନ୍ତ ବିନ୍ଦୁ ବୋଲି କହିଲେ ଏବଂ ସେଇ ପ୍ରାନ୍ତ ବିନ୍ଦୁ ଦ୍ଵାରା କଣ ହଉଛି ନା ତା ପାଖାପାଖି ସେଇ ପ୍ରାନ୍ତ ସାଧାରଣ ବିନ୍ଦୁ ଯୋଉଠି ଅଛି ସେଇ ଦୁଇଟି ଚାପକୁ କଣ କହିବା, ଆମେ ସନ୍ନିହିତ ଚାପ ବୋଲି କହିବା। ତ ସନ୍ନିହିତ ଚାପ ଏଇଠି ଗୋଟେ ଏକ୍ସାମ୍ପଲ ଅଛି, ମନେକର ଏଇଠି ଦେଖ ଏପିବି ଗୋଟେ ଅଛି, ସିକ୍ୟୁଡି ଅଛି। ତ ସିକ୍ୟୁଡି ଏପିବି ମଧ୍ୟରେ କୌଣସି ସାଧାରଣ ବିନ୍ଦୁ ଅଛି କି, ତେଣୁ ଏମାନେ କଣ ହେଇପାରିବେନି, ସେମାନେ ହେଇପାରିବେନି କଣ ଆମର ସନ୍ନିହିତ ଚାପ। ଯଦି ମୁଁ କଣ କଲି ନା ସିପିଡି ନେଇଗଲି ଏବଂ ସିକ୍ୟୁଡି ନେଇଗଲି, ତାହେଲେ ଏଇ ଦିଟା ହେଇଯିବ ସନ୍ନିହିତ ଚାପ। ଯଦି ମୁଁ କଣ କଲି ଏପିବି ନେଇଗଲି ଏବଂ AQB ନେଇଗଲି, ତାହେଲେ ଏଇ ଦିଟା ହେଇଗଲେ ସନ୍ନିହିତ ଚାପ। ଯଦି ମୁଁ କଣ କରିବି ନା ଆଉ କଣ ହେଇପାରିବ ନା ଏତିକି ହିଁ ହେଇପାରିବ, ଆଉ କିଛି ବି ହେଇପାରିବନି। ଯଦି ଆମେ କହିବା ସିକ୍ୟୁଡି ଏବଂ APB, ତାହେଲେ ସେମାନେ ସନ୍ନିହିତ ହେଇପାରିବେ ନାହିଁ, କାହିଁକି ନା ସେମାନଙ୍କର ସାଧାରଣ ବିନ୍ଦୁ ନାହିଁ। ବୁଝିପାରୁଛ ନା ନାଇଁ, ସାଧାରଣ ବିନ୍ଦୁ ଯୋଉ ଦୁଇଟି ଚାପ ମଧ୍ୟରେ ଥିବ ସେଇ ଦୁଇଟି ଚାପକୁ କଣ କହିବା, ଆମେ ସନ୍ନିହିତ ଚାପ ବୋଲି କହିବା। ତ ନେକ୍ସଟ ଆମେ ଯିବା କଣ, ଆଙ୍ଗେଲ ମେଡ୍ ବାଇ ଆନ୍ ଆର୍କ ବା ଆଙ୍ଗେଲ ସବଟେଣ୍ଡେଡ ବାଇ ଆନ୍ ଆର୍କ। ତ ଆଙ୍ଗେଲ କଣ କଣ ତିଆରି ହଉଛି ଗୋଟେ ଚାପ ମାଧ୍ୟମରେ। ମୁଁ ଗୋଟେ କଣ ନେଇଗଲି, OAB ଗୋଟେ ଚାପ ନେଇଗଲି, ଦେଖ ଏଇଠି ଚିତ୍ର ଦେଖିପାରୁଥିବ, OAB। OAB ଗୋଟେ ମୁଁ କଣ ନେଇଗଲି, ଚାପ ନେଇଗଲି OAB। ତ ଚାପକୁ ଆମେ ଏମିତି କଣ କରିବା, ଏମିତି ରିପ୍ରେଜେଣ୍ଟ କରିବା। ତ OAB ଯେତେବେଳେ ହେଇଗଲା ଆମ ପାଖରେ ଚାପଟେ, ତା ମାଧ୍ୟମରେ କଣ କଣ ଆମର କଣ ଅଛି ନା କୋଣ ଅଛି, କେତେ ଗୁଡେ ବହୁତ ଗୁଡେ କୋଣ ଅଛି। ଆଙ୍ଗେଲ ଗୁଡାକୁ ଜାଣିବା କେମିତି ନା ଯେତେବେଳେ ଦେଖ ଯେ ଗୋଟେ ବୃତ୍ତରେ ଥିବା ସେଇ ଚାପର, ସେ ଚାପର କଣ ହେଇଥିବ, ଚାପରେ ଥିବା ସେଇ ଯୋଉ କେନ୍ଦ୍ରବିନ୍ଦୁ ଦ୍ଵାରା ସୃଷ୍ଟି ହେଇଥିବା କୋଣଟା କଣ କୁହାଯାଏ, ସବୁବେଳେ କେନ୍ଦ୍ରସ୍ଥ କୋଣ କୁହାଯାଏ। କଣ କୁହାଯାଏ, କେନ୍ଦ୍ରସ୍ଥ କୋଣ କୁହାଯାଏ। ଆମେ ପୂର୍ବରୁ ମଧ୍ୟ କଣ କରିଛେ, କେନ୍ଦ୍ରସ୍ଥ କୋଣ ପଢି ସାରିଛେ, ସେଣ୍ଟ୍ରାଲ କୋଣ, ସେଣ୍ଟ୍ରାଲ ଆଙ୍ଗେଲ ଆମେ ପଢି ଦେଇଛେ। ତ ଯୋଉ ଚାପ ଦ୍ଵାରା କଣ ହଉଥିବ ନା, ଯୋଉ ଚାପରେ କଣ ତ କେନ୍ଦ୍ରରେ ତିଆରି ହେଉଥିବା କୋଣ କଣ କୁହାଯାଏ, କେନ୍ଦ୍ରସ୍ଥ କୋଣ କୁହାଯାଏ। ଏବଂ ଯୋଉଟା କଣ ହେଇଥିବ, ସେଇ ଦୁଇଟି A ବିନ୍ଦୁରୁ B ବିନ୍ଦୁରୁ କଣ ହେଇଥିବ, ଗୋଟେ P ବିନ୍ଦୁ କଣ ହେଇଥିବ, ଏପିବି ଗୋଟେ ବି ଏଇଠି ଅଛି ଆମର କଣ ଆମର
ଚାପ ଅଛି, ସେଇ ଚାପରେ କଣ ହେଇଥିବ ପି ବିନ୍ଦୁରେ କଣ ହେଇଯିବ, ଯଦି ଆମେ କୋଣ ଅଙ୍କନ କରିବା ଏ ବିନ୍ଦୁରୁ ଆଣିବା ରେଖାଖଣ୍ଡ ଏବଂ ବି ବିନ୍ଦୁରୁ ଆଣିବା ରେଖାଖଣ୍ଡ, ସେମାନଙ୍କ ଭିତରେ ଥିବା କୋଣ କଣ କୁହାଯାଏ? ଅନ୍ତର୍ଲିଖିତ କୋଣ କୁହାଯାଏ। କଣ କୁହାଯାଏ? ଅନ୍ତର୍ଲିଖିତ କୋଣ କୁହାଯାଏ। ଏବଂ ତାପରେ ଯଦି ଆମେ ତାକୁ କଣ କରିବା, ଆଉ ଗୋଟେ ନେଇଯିବା କ୍ୟୁ ଏ ବି, କ୍ୟୁ ଏ ବି ନେଇଯିବା ଆମେ ଗୋଟେ, ଆଉ ଗୋଟେ ନେଇଯିବା ଚାପ, ତାହେଲେ ଏଇ ଯୋଉ କ୍ୟୁଟା ହବ ସେଇଟା ଆମର କଣ ବିପରୀତ ଚାପାନ୍ତର ଲିଖିତ କୋଣ। ନା ଯୋଉ ଚାପ ଭିତରେ ଆମେ ନେଇଥିଲେ ଓ ଏ ବି ଗୋଟେ ନେଇଥିଲେ ଫାଷ୍ଟ, ତ ଓ ଏ ବି ଭିତରେ ଥିବା ଯୋଉ ଅନ୍ତର୍ଲିଖିତ କୋଣ ତାର ବିପରୀତ ହଉଛି କିଏ? ବିପରୀତ ଚାପାନ୍ତର କୋଣ। କଣ ହେଇଯିବ? ବିପରୀତ ଚାପାନ୍ତର କୋଣ, ଯୋଉଟା ଆମର କ୍ୟୁ ଏ ବି। ତ ଆମ ପାଖରେ ତିନିଟା କୋଣ ସବୁ ଯାକ ଅଛି। ଗୋଟେ ହେଲା କେନ୍ଦ୍ରସ୍ଥ କୋଣ, ଯୋଉଟା କେନ୍ଦ୍ର ଦ୍ଵାରା ସୃଷ୍ଟି ହେଇଥିବ। ଆଉ ଯୋଉଟା କଣ ହେଇଥିବ ନା ଦୁଇଟି ଯାକ ପ୍ରାନ୍ତ ବିନ୍ଦୁରୁ ଆସି କଣ ହେଇଥିବ ପି ବିନ୍ଦୁରେ ହେଇଥିବ, ସେଇ ବିନ୍ଦୁଟାକୁ କଣ କହିବା? ଆମେ ଅନ୍ତର୍ଲିଖିତ କୋଣ କହିବା। ଏମିତି କଣ ହେଇପାରିବ ନା, ଯଦି ମୁଁ ଏଇଠି ଆଣିକି, ଯଦି ମୁଁ ଏଇଟା ଟ୍ରାଙ୍ଗେଲ ହେଇଗଲା, ଯଦି ମୁଁ ଏଇଟା ଗୋଟେ ନେଇଗଲି, ଏଇଟା ଗୋଟେ ମୁଁ ନେଇଗଲି ଚାପ ନେଇଗଲି, ଗୋଟେ କଣ ନେଇଗଲି? ଚାପ ନେଇଗଲି, ଚାପ ନେଇଗଲି। ତ ଏଇଟା କଣ ହେଲା, ମୁଁ କଣ କଲି ନା ଏଇ ଏ ବିନ୍ଦୁରୁ ମୁଁ ମନେକର ଏଇ ବିନ୍ଦୁକୁ ନେଲି ଏବଂ ଏଇ ବିନ୍ଦୁ ବି ବିନ୍ଦୁରୁ ଏଇଠିକି ଆଇଲି। ତ ଏମାନଙ୍କ ଭିତରେ କୋଣ ଯୋଉଟା ହବ ସେଇଟା କଣ କୁହାଯିବ? ଅନ୍ତର୍ଲିଖିତ କୋଣ। ନା ଅନ୍ତସ୍ଥ ବିନ୍ଦୁ ଦ୍ଵାରା ସୃଷ୍ଟି ହଉଥିବା କୋଣକୁ କଣ କୁହାଯାଏ? ଅନ୍ତର୍ଲିଖିତ କୋଣ ବୋଲି କୁହାଯାଏ। ଏଇଟା ତମେ ଭଲ ଭାବରେ ବୁଝିବ, ମୁଁ ସରଳ ତମକୁ କରିଦେଲି। ବୁଝିପାରିଲ ନା ନାଇଁ? ତ ଠିକ ଅଛି ନା, ଆମ ପାଖରେ ତିନିଟା ଜିନିଷ ଆସିଲା, କେନ୍ଦ୍ରସ୍ଥ କୋଣ, ଅନ୍ତର୍ଲିଖିତ କୋଣ ଏବଂ ଅନ୍ତର୍ଲିଖିତ କୋଣର ବିପରୀତ ହଉଛି ବିପରୀତ ଚାପାନ୍ତର୍ଲିଖିତ କୋଣ। ଏବଂ ସବୁବେଳେ ମନେ ରଖିଥାଅ, ଏଇ କୋଣ ସଦାବେଳେ ଏଇ କୋଣ ସମାନ ହେବ। କଣ ହବ? ଏଇ କୋଣ ଏବଂ ଏଇ କୋଣ ସଦାବେଳେ ସମାନ ହେବେ। ତ ନେକ୍ସଟ ଯିବା ଆମେ କଣ, ଚାପର ଡିଗ୍ରୀ ପରିମାପ। ଆମେ ଜାଣିଦେଲେ ଚାପର କୋଣ ସୃଷ୍ଟି ହଉଛି, ତ ସେ ଚାପର କୋଣ ସୃଷ୍ଟି ହେଇଯିବ ମାନେ ଆମେ ତାର ଗୋଟେ ଡିଗ୍ରୀ ମେଜରମେଣ୍ଟ କରୁଛେ। ତ ସେଇ ଯୋଉ ପରିମାପଟା ଆମେ ତା ବିଷୟରେ ଜାଣିବା। ପ୍ରତ୍ୟେକ କ୍ଷୁଦ୍ର ଚାପ କେନ୍ଦ୍ରଟାରେ ଏକ କୋଣ ଅଙ୍କନ କରନ୍ତି ବା ଉତ୍ପନ୍ନ କରନ୍ତି। କୋଣ ମାପ ପାଇଁ ତିନି ପ୍ରକାର ପରିମାପ ଅଛି। ତିନି ପ୍ରକାର ପାରାମିଟର ଅଛି ଆମ ପାଖରେ କୋଣକୁ ମେଜରମେଣ୍ଟ କରିବା ପାଇଁ। କଣ ଦେଇଛି? ଯେମିତି କି ଡିଗ୍ରୀ, ରେଡିଆନ, ଗ୍ରେଡ। ତ ସବୁବେଳେ ଆମେ କଣ ୟୁଜ କରୁଛେ? ଡିଗ୍ରୀ ଆଜି ପର୍ଯ୍ୟନ୍ତ ୟୁଜ କରୁଛେ, କିନ୍ତୁ ରେଡିଆନ ଆମେ କେବେ ୟୁଜ କରିନେ। ରେଡିଆନ ଆଉ କିଛି ନୁହଁ, ତାର ଭ୍ୟାଲୁ ଆମେ ନେକ୍ସଟ ପଢିବା ତ୍ରିକୋଣମିତିରେ, କିନ୍ତୁ ତଥାପି ଏଇଠି ଆମେ କିଛିଟା ଜାଣି ଦେଇଥିବା। ତ ଗ୍ରେଡ ର ବ୍ୟବହାର ଆମ ପାଖରେ ବେଶୀ ହୁଏନି। ଫାଷ୍ଟଲି ଆମେ କଣ କରିବା? ଡିଗ୍ରୀ ୟୁଜ କରୁଛେ ପିଲାବେଳୁ, ପଞ୍ଚମ ଶ୍ରେଣୀ ଚତୁର୍ଥ ଶ୍ରେଣୀରୁ। ତାପରେ ଏବେ କଣ କରିବା? ରେଡିଆନ ଆମେ ତା ବିଷୟରେ ଜାଣିବା। ତା ଏଇଟା ନୂଆ ଇଣ୍ଟ୍ରୋଡ୍ୟୁସ ହେଇଛି 9th ରେ, ତମେ ତାକୁ ପଢିଛ ବି। ତାପରେ ଆମେ କଣ କରିବା? ଦଶମରେ କିଛିଟା ଜିନିଷ ପଢିବା। ଏବଂ ଯେତେବେଳେ ତମେ ପ୍ଲସ ଟୁ ଫାର୍ଷ୍ଟ ଇୟରକୁ ଯିବ, ସାଇନ୍ସ ପଢିବାକୁ ଚାହିଁବ ବା ଆର୍ଟସ ରହିକି ତମେ ମ୍ୟାଥ ନବାକୁ ଚାହିଁବ, ସେତେବେଳେ କଣ କରିପାରିବ? ତମେ ରେଡିଆନ ବିଷୟରେ ପୁରା ଭଲ ଭାବରେ ଡିଟେଲରେ ଜାଣିପାରିବ। ବୁଝିପାରୁଛ ନା ନାଇଁ? ତ ଆମେ କଣ କରିବା? ଡିଗ୍ରୀ ପରିମାପରେ ସଂଖ୍ୟା ନେଇଯିବା। ତ କଣ ଦେଇଛି ନା, ସଂଖ୍ୟା କଣ ଅଛି ନା, ଗୋଟିଏ ଚାପ ଏପିବି ର ଡିଗ୍ରୀ ପରିମାପ ହବ 0 ଓ 360 ଡିଗ୍ରୀ ମଧ୍ୟବର୍ତ୍ତୀ ଏକ ବାସ୍ତବ ସଂଖ୍ୟା, ଯାହା ଏପିବି ଏମ ଏପିବି ବୋଲି କୁହାଯାଏ। ଦ୍ଵାରା ସୂଚିତ ହୁଏ। ମେଜରମେଣ୍ଟ ଅଫ ଏପିବି ଚାପର ଦ୍ଵାରା ସୂଚିତ ହୋଇଥାଏ, ନିମ୍ନ ହତେ ସ୍ଥିରୀକୃତ ହୁଏ। ଯଦି ଗୋଟେ ଆମେ ନେଇଗଲେ ବୃତ୍ତ ନେଇଗଲେ, କଣ ନେଇଗଲେ? ଏସ୍ ନେଇଗଲେ ଏବଂ ଓ ହେଇଗଲା ତାର କେନ୍ଦ୍ରବିନ୍ଦୁ, ତାହେଲେ ଏପିବି ହେଲା କ୍ଷୁଦ୍ର ଚାପ। ତାର କୋଣକୁ ଆମେ କଣ କରିବା? ଏଇଟା ହଉଛି ତାର କେନ୍ଦ୍ରସ୍ଥ କୋଣ, ଆମେ ଏବେ ପଢିଲେ। ଏବଂ ଏଇ କୋଣଟା ହଉଛି କଣ? ଏଓବି। ଏବଂ ଏପିବି ଅର୍ଦ୍ଧବୃତ୍ତ। କହିପାରୁଛି, ଏପିବି ଯଦି ଆମେ ଦେଖିବା, ଏପିବି କଣ ହେଇପାରିବ? ଅର୍ଦ୍ଧବୃତ୍ତ ହେଲେ, ଯଦି ଏପିବି ଅର୍ଦ୍ଧବୃତ୍ତ ହୁଏ, ତ ଏଇଠି ଆମେ ଦେଖିପାରିବା ଯେ ଏପିସି, ଏପିସି କଣ ହଉଛି? ଗୋଟେ ଅର୍ଦ୍ଧବୃତ୍ତ ହଉଛି। ତେଣୁ ତାର ଦୈର୍ଘ୍ୟ କେତେ ହେଇଯିବ? ସବୁବେଳେ ମନେ ରଖିବ, ଅର୍ଦ୍ଧବୃତ୍ତ ହେଲା ମାନେ ତମେ ଡାଇରେକ୍ଟ ପୁଟ୍ କରିବ ଯେ ତମର ମେଜରମେଣ୍ଟ ଭ୍ୟାଲୁ 180 ଡିଗ୍ରୀ। କଣ ଲେଖିବ? 180 ଡିଗ୍ରୀ। ଏବଂ ଯଦି ଏପିବି ର ବୃହତ ଚାପ କୁହାଯାଏ, ଏପିବି ର ବୃହତ ଚାପ କୁହାଯାଏ, ତାହେଲେ 360 ଡିଗ୍ରୀ ମାଇନସ କ୍ଷୁଦ୍ର ଚାପ, ତାର ବିପରୀତ। ବୁଝିହେଲା ତ? ତେଣୁ ସଂଜ୍ଞା ଅନୁଯାୟୀ ଆମେ କଣ ପାଇଲେ ନା, ଏକ ଚାପ ଏହାର ବିପରୀତ ଚାପର ଡିଗ୍ରୀ ପରିମାପ ହଉଛି 360 ଡିଗ୍ରୀ। ତ ଆମେ ଜାଣିଛେ ଗୋଟେ ବୃତ୍ତର ଟୋଟାଲ କୋଣ ପରିମାପ ହଉଛି କଣ? 360 ଡିଗ୍ରୀ। ଏବଂ ଯଦି କ୍ଷୁଦ୍ର ଚାପ ମନେକର 120 ଡିଗ୍ରୀ ହେଇଗଲା, ବାକିଟା କେତେ ହେଇଯିବ? ବାକି କ୍ଷୁଦ୍ର ଚାପଟା କେତେ ହେଇଯିବ? 60 ଡିଗ୍ରୀ ହେଇଯିବ। କାହିଁକି ନା ଜଣେ ଜଣଙ୍କ ତୁଳନାରେ ସାନ ବଡ ହବ। ବୁଝିପାରୁଛ ନା ନାଇଁ? କ୍ଷୁଦ୍ର ଚାପ ବୃହତ ଚାପ କେତେବେଳେ ଜଣା ପଡିବ? ଯେତେବେଳେ ସେମାନଙ୍କର ଦୈର୍ଘ୍ୟ ଜଣା ପଡିପାରିବ କିମ୍ବା ତାଙ୍କ କୋଣ ଜଣା ପଡିବ। ଯେତେବେଳେ ଯାହାର କୋଣ ଛୋଟ ହେଇଥିବ, ସେମାନଙ୍କର କଣ ହେଇଥିବ? ଦୈର୍ଘ୍ୟ କମ ହେଇଥିବ। ବୁଝିପାରୁଛ ନା ନାଇଁ? ଏଇଠି ଦେଖ, ୟା ଏ ଓ ବି କୋଣ ଅନୁସାରେ
ସିଓ ବି କୋଣଟା କଣ ଅଛି ଟିକେ କମିକି ଅଛି, ତେଣୁ ସେମାନଙ୍କର ଦୈର୍ଘ୍ୟ କଣ ହବ କମିବ, କଣ ହବ ଦୈର୍ଘ୍ୟ କମିବ। ଯାହାର ଚାପର ଦୈର୍ଘ୍ୟ ଅଧିକ ତାର କଣ ହେଇଯିବ କୋଣର ଭ୍ୟାଲୁ ମଧ୍ୟ ଅଧିକ। ବୁଝିପାରୁଛ ନା, ଯେମିତି କି 180 ଡିଗ୍ରୀ, ତ 180 ଡିଗ୍ରୀ ହେଲା ମାନେ କଣ ହେଲା, ଟୋଟାଲ ଚାପର ଦୈର୍ଘ୍ୟ ଟା କଣ ହେଇଗଲା ଆମର ଗୋଟେ କଣ ହେଇଗଲା ଅର୍ଦ୍ଧବୃତ୍ତ ହେଇଗଲା ନା ନାଇଁ। ତ ଅର୍ଦ୍ଧବୃତ୍ତ ହେଇଗଲେ କଣ ହେଇଯିବ, ଆମେ ଜାଣିଲେ ଯେ ଚାପ ଓ ଏହାର ବିପରୀତ ଚାପର ଡିଗ୍ରୀ ପରିମାପ ହଉଛି କେତେ 360 ଡିଗ୍ରୀ, ଯୋଉଟା କି ତମର ପରୀକ୍ଷାରେ ପଡିପାରେ 1 ମାର୍କର କୋଶ୍ଚିନ୍, ଯୋଉଟା ତମକୁ ବୁଲେଇ ବଙ୍କେଇ ପଚାରି ପାରେ। ତମେ ଜମାରୁ ବି ବ୍ୟସ୍ତ ହବନି। ତ ଯାହା ବି କୋଶ୍ଚିନ୍ ପଡିବ ବୃତ୍ତ ରିଗାର୍ଡିଂ ତା କୋଣ ବା ଡିଗ୍ରୀ ପରିମାପର ସମଷ୍ଟି, ତମେ ସବୁବେଳେ ଆନ୍ସର ଦଉଛି 360 ଡିଗ୍ରୀ। ତା ଅର୍ଥ ନୁହେଁ ଯେ ତମେ ଅର୍ଦ୍ଧବୃତ୍ତ ପଢିଲେ ତମେ 360 ଡିଗ୍ରୀ ଲେଖିବ। ବୃତ୍ତ ଆଉ ଅର୍ଦ୍ଧବୃତ୍ତ ଭିତରେ ତମେ ଫରକ ଦେଖିବାକୁ ପଡିବ। ଏବଂ ତମକୁ ଯଦି ଏଇଠି କିଛିଟା କୋଣ ଦେଇଛି, ମନେକର ଏଇଟା ଦେଇଦେଇଛି 120 ଡିଗ୍ରୀ, ତାହେଲେ ବାକିଟା କେତେ ହେଇଯିବ, ଏଇଟା 60 ଡିଗ୍ରୀ ହେଇଯିବ, କଣ ହେଇଯିବ 60 ଡିଗ୍ରୀ ହେଇଯିବ। ଏବଂ ଯଦି ମୁଁ ତାକୁ କଣ କରିବି, ଟୋଟାଲଟା ଏ ସି ବି, ସରି ଏ କ୍ୟୁ ବି ଯଦି ମୁଁ ନେଇଗଲି ବା ଏସ୍ ସି ବି ମୁଁ ନେଇଗଲି ଗୋଟେ ବୃହତ ଚାପ, ତାହେଲେ କଣ ହେଇଯିବ 120 ହେଇଗଲେ କଣ ହେଇଯିବ 360 ଡିଗ୍ରୀ ମାଇନସ 120 ଡିଗ୍ରୀ। ଏପିବି ର ବୃହତ ଚାପ କଣ ହେଇଯିବ ନା 240 ଡିଗ୍ରୀ ହେଇଯିବ, କଣ ହେଇଯିବ 240 ଡିଗ୍ରୀ ହେଇଯିବ। ବୁଝିହେଲା ତ? ବୁଝିହେଲା ତ, ଆଶା କରୁଛି ସମସ୍ତେ ଭଲ ଭାବରେ ବୁଝିପାରୁଥିବ। ତ ଏଇ ସବୁ ଯୋଉ ଫଣ୍ଡାମେଣ୍ଟାଲ ଆମେ ନେଲେ କଣ, ଚାପ, ଚାପର ଦୈର୍ଘ୍ୟ, କ୍ଷୁଦ୍ର ଚାପ, ବୃହତ ଚାପ, ଚାପର ଡିଗ୍ରୀ ପରିମାପ, ଏବଂ ତାପରେ କଣ ଅଛି ନା ଏସବୁ କାହିଁକି ଆମେ ପଢିଲେ ନା ଉପପାଦ୍ୟ 10 ପଢିବା ପାଇଁ, କଣ କରେ ଉପପାଦ୍ୟ 10 ପଢିବା ପାଇଁ ଆମେ ପଢିଲେ। ତ ଉପପାଦ୍ୟ 10 ରେ କଣ ଅଛି ନା, ଉପପାଦ୍ୟ 10 ରେ ଆମ ପାଇଁ ଅଛି ଗୋଟିଏ ବୃତ୍ତର ଦୁଇଟି ସର୍ବସମ ଚାପ ସହ ସମ୍ପୃକ୍ତ ଜ୍ୟା ଦ୍ୱୟ ମଧ୍ୟ କଣ ହେବେ ସର୍ବସମ ହେବେ। ଭାଇ ସେ ସେମ ଜିନିଷ ଆମେ କଣ କରି କରି ଆସୁଛେ, ସେ ସେମ ଜିନିଷ ପଢି ପଢି ଆସୁଛେ, ଖାଲି ଗୋଟେ ଗୋଟେ ନୂଆ ଟର୍ମ ୟୁଜ ହେଇଛି। ଚାପ ୟୁଜ ହେଲା, ତେଣୁ କଣ ହେଲା ସର୍ବସମ ଚାପ ହେଲା ମାନେ କଣ ହେଲା, ସେମାନଙ୍କ ଜ୍ୟା ଦ୍ୱୟ ମଧ୍ୟ କଣ ହେଇଯିବେ ସର୍ବସମ ହେଇଯିବେ। ତ ନେକ୍ସଟ ଦେଖିବା କଣ ଦେଇଛି, ଦତ୍ତ ଦେଲା ଏବିସି ବୃତ୍ତରେ, ଦେଖ ଏବିସି ବୃତ୍ତରେ ଓ କେନ୍ଦ୍ର ଏବଂ ଏ ଏକ୍ସ ବି ଚାପ ସି ୱାଇଡ ଦିଟା କଣ ହେଇଗଲା, ମାନେ ଏଇ ଯୋଉ ଏ ଏକ୍ସ ବି ଗୋଟେ ଚାପ ଅଛି ଏଇ ଚାପଟା, ଏବଂ କଣ ହେଲା ସି ୱାଇଡ ଚାପ ଦୁଇଟି ସର୍ବସମ କ୍ଷୁଦ୍ର ଚାପ ଅଟେ। ତେଣୁ ଏ ବି ଓ ସି ଡି ଚାପ ଦ୍ୱୟର ସମ୍ପୃକ୍ତ ଯା, ତେଣୁ ଆମ ପାଖରେ କଣ ଦେଇଦେଲା ଦତ୍ତ ଦେଇଦେଲା, ଆମ ପାଖରେ ଦୁଇଟି ସର୍ବସମ ଚାପ ଦେଇଦେଲା ଏବଂ ଦୁଇଟି ଜ୍ୟା ଦେଇଦେଲା। ତାକୁ ଆମେ କଣ କରିବା, ପ୍ରାମାଣ୍ୟ କରିବା ଯେ ଏ ବି ଜ୍ୟା ସର୍ବସମ କାହା ସହିତ ସି ଡି ଜ୍ୟା ସହିତ। ତେଣୁ ଏ ବି ଜ୍ୟା ସର୍ବସମ ସି ଡି ଜ୍ୟା। ତ କଣ ହେଇଯିବ, ଅଙ୍କନ ଆମକୁ କିଛିଟା କରିବାକୁ ପଡିବ। ଆମେ କଣ କରିବା, ସମସ୍ତଙ୍କ ପ୍ରତ୍ୟେକଟି ବିନ୍ଦୁ ପର୍ଯ୍ୟନ୍ତ ଆମେ କଣ କରିବା କେନ୍ଦ୍ର ବିନ୍ଦୁ ଠାରୁ ଜଏନ କରିଦବା ଓ ଏ ଓ ବି ଓ ସି ଓ ଡି, ଯାହା ଫଳରେ ଆମେ କଣ ପାଇପାରିବା ଦୁଇଟି ତ୍ରିଭୁଜ ପାଇପାରିବା। କଣ ପାଇବା ଓ ଏ ବି ଏବଂ ଓ ସି ଡି ତ୍ରିଭୁଜ ପାଇବା। ସେମାନଙ୍କ ଭିତରେ କଣ ଦେଖିବା ଓ ଏ ଇକ୍ୱାଲ ଟୁ ଓ ଡି ପାଇବା, ସରି ଓ ଏ ଇକ୍ୱାଲ ଟୁ ଓ ସି ଦେଖିବା ଏବଂ ଓ ବି ଇକ୍ୱାଲ ଟୁ ଓ ଡି ଦେଖିବା। ଏମାନେ କଣ ହେଲେ ଏକା ବୃତ୍ତର ବ୍ୟାସାର୍ଦ୍ଧ। ଏକା ବୃତ୍ତର ବ୍ୟାସାର୍ଦ୍ଧ ଯେହେତୁ ସେମାନଙ୍କର କଣ ହେଇଗଲା, ଆଉ ଗୋଟେ ମଧ୍ୟ ଜାଣିଛେ ଯେ ସେମାନଙ୍କ ବିପରୀତ କୋଣ ସମାନ। ଏକ୍ସ ୱାଇ ଏକ୍ସ ବି ସର୍ବସମ ସି ୱାଇ ଡି ସର୍ବସମ ଥିବାରୁ ସେମାନଙ୍କର କଣ ଡିଗ୍ରୀ ପରିମାପ ମଧ୍ୟ ସମାନ ହବ। ଏ ଓ ବି କୋଣ କେନ୍ଦ୍ରସ୍ଥ କୋଣ ଇକ୍ୱାଲ ଟୁ ସି ଓ ଡି କେନ୍ଦ୍ରସ୍ଥ କୋଣ କହିବେ ସେମାନେ। ତେଣୁ ଅତଏବ କଣ ହେଇଯିବ, ଟ୍ରାଙ୍ଗେଲ କଣ ହେଲା ବାହୁ କୋଣ ବାହୁ ସର୍ବସମରେ କଣ ହେଇଗଲା ସର୍ବସମ ହେଇଗଲା। ଓ ଏ ବି କୋଣ ସରି ଓ ଏ ବି ତ୍ରିଭୁଜ ଏବଂ ଓ ସି ଡି ତ୍ରିଭୁଜ କଣ ହେଇଗଲା ସର୍ବସମ ହେଇଗଲା, କଂଗ୍ରୁଏଣ୍ଟ ହେଇଗଲା। ଯାହା ଫଳରେ ଆମେ କଣ କରିପାରିବା ନା ତାର କରସ୍ପଣ୍ଡିଂ ବା ସମ୍ପୃକ୍ତ ଜ୍ୟାକୁ ମଧ୍ୟ କଣ କରିପାରିବା ସର୍ବସମ କରିପାରିବା। ତ ଏ ବି ଇକ୍ୱାଲ ଟୁ ସି ଡି ହେଇଗଲା ଏବଂ ଏ ବି ସର୍ବସମ ସି ଡି ଆମର କଣ ହେଇଗଲା ପ୍ରମାଣିତ ହେଇଗଲା। ଉପପାଦ୍ୟ 10 ର ଆପ୍ଲାଏ ହେଇକି କଣ ହେଇପାରିବ କୋଶ୍ଚିନ୍ ପଢିପାରିବ। ତମେ ଯଦି ଉପପାଦ୍ୟ 10 କୁ ମନେ ରଖିଦେଇଛ ବା ତମେ ଯଦି ଉପପାଦ୍ୟ 10 କୁ ଭଲ ଭାବରେ ବୁଝିପାରିଛ, ତାହେଲେ ତମେ ସେଇ ରିଗାର୍ଡିଂ କୋଶ୍ଚିନ୍ ଆନ୍ସର କରିପାରିବ ଏବଂ ତା ସହିତ କଣ କରିପାରିବ ସେ ଉପପାଦ୍ୟ ଯେତେବେଳେ ଏକ୍ସାମରେ ପଢିପାରିବ ସେତେବେଳେ ତମେ ଲେଖିଦେଇ ପାରିବ। ବୁଝିପାରିବ ନା ନାଇଁ? ତ ଆମ ପାଖରେ ଯୋଉ ଉପପାଦ୍ୟ 15 ଅଛି ତା ଭିତରୁ ବହୁତ ବହୁତ ଇମ୍ପୋର୍ଟାଣ୍ଟ ଅଛି ଆମ ପାଖରେ ଦୁଇଟି ପଡିବ, ସେ ଦୁଇଟିରୁ ଗୋଟିଏ ତମେ କରିବ। ତ ମୁଁ ତମକୁ କଣ କରିବି, ଏମିତି ଯେତେବେଳେ ମୁଁ ମାକ୍ସିମମ୍ ପସିବିଲିଟି ଯେ ଯୋଉ କୋଶ୍ଚିନ୍ ଗୁଡାକ ଥିବ ସେଇ କୋଶ୍ଚିନ୍ ଗୁଡା ମୁଁ ତମକୁ ଦବାକୁ ଚେଷ୍ଟା କରିବି। ଏବଂ ତମେ ସିଲେକ୍ସନ ୱାଇଜ ପଢିବ ନାହିଁ କେବେ। ଯେତେବେଳେ ମ୍ୟାଥରେ ତମେ କଣ କରୁଛ, ମ୍ୟାଥ ଗୋଟେ ଆଜ ଏ ମ୍ୟାଥ ଷ୍ଟୁଡେଣ୍ଟ ମୁଁ କେବେ ଜୀବନରେ ସିଲେକ୍ସନକୁ ଫଲୋ କରିନି। ଇନଫାକ୍ଟ ଯୋଉଟା ଥିଓରି ବେସ୍ଡ ତାକୁ ତମେ କଣ କରିବାକୁ ପଡିବ, ତମେ ତ ମନେ ରଖିବାକୁ ପଡିବ ନା, ତମେ ତାକୁ ନୂଆ ଟ୍ରିକ୍ ଅନୁସାରେ ମନେ ରଖିବ। ଏମିତି ମନ ଇଚ୍ଛା ଘୋଷି ଦେଲେ ହବନି। ତ ତାକୁ ନୂଆ ଟ୍ରିକ୍ ଅନୁସାରେ ତମେ ମନେ ରଖିବ ଏବଂ ଯୋଉଟା ଏକ୍ସାମରେ ପଢିବାର ବହୁତ ଚାନ୍ସେସ୍ ଅଛି ତମେ ସେଇଟାକୁ ପ୍ରଥମେ ପଢିବ। କିନ୍ତୁ ସବୁତକ ତମକୁ କଭର କରିବାକୁ ପଡିବ। ମୁଁ ଏହା କହୁନି ଯେ ତମେ ସିଲେକ୍ସନ ୱାଇଜ ପଢ।
ତମକୁ କଣ କରିବାକୁ ନା ଯୋଉଟା ପସିବିଲିଟି ଅଧିକ ଅଛି ତାକୁ ତମେ ଅଧିକ ଗୁରୁତ୍ୱ ଦବା ସହିତ ଅନ୍ୟମାନଙ୍କୁ ମଧ୍ୟ ଗୁରୁତ୍ୱ ଦବାର ଅଛି। କାହିଁକି ନା ଯଦି ସେଇ କୋଶ୍ଚିନ୍ ନ ପଡିଲା ତମେ ଏକ୍ସାମ ରେ କଣ କରିବ? କଣ କରିବ? ଏକ୍ସାମ ରେ ହାତ ଗୋଡ ଟେକିକି ବଇଥିବ, ହେ ଜଗନ୍ନାଥ, ହେ ମହାଦେବ, ତମ ପାଖରେ ମୁଁ ନଡିଆ ଦେବି, ଇଏ କରିବି, ସିଏ କରିଦେବି, କିନ୍ତୁ ପରୀକ୍ଷାରେ କିଛି ହବନି ରେ ବାବା। ତୁ ଯେତେବେଳେ ଗୋଟେ ସିଲେକ୍ସନ ୱାଇଜ ପଢି ଦେଇକି ପଳେଇଥିବୁ, କଣ ହବ ନା ତୋର ସେକେଣ୍ଡ ଫେଜ ଯୋଉଟା ପଡି ଯାଇଥିବ ସେଇଟା ତମେ କରିପାରିବନି ତା ବାଦେ। ବୁଝିପାରୁଛ ନା ନାଇଁ? ତ ସେଇଟା ପାଇଁ ମୁଁ ଅଲଗା ଗୋଟେ ଭିଡିଓରେ ତମମାନଙ୍କ ପାଇଁ ଗୋଟେ ଏକ୍ସାମ ଷ୍ଟ୍ରାଟେଜି ପାଇଁ ଗୋଟେ ବନେଇବି, ତମମାନେ ବୁଝିପାରିବ ଯେ ପ୍ରକୃତରେ ଏକ୍ସାମ ର ମୂଲ୍ୟ ଟା କଣ। କଣ ହେଲା ନା ତାକୁ ଆମେ ଦେଖିକି କଣ କରିପାରିବା, ଅନୁସିଦ୍ଧାନ୍ତ ଗୁଡାକୁ ଷ୍ଟଡି କରିପାରିବା ଉପବାଦ୍ୟ ଦଶକୁ ନେଇକି। ତ କଣ ଦେଲା ନା ଗୋଟିଏ ବୃତ୍ତର ଦୁଇଟି ସର୍ବସମ ଚାପର ଅନ୍ତର୍ଲିଖିତ କୋଣୋଦୟ ସର୍ବସମ, ଏଇଟା ଆମେ ଜାଣିଛେ। ଯଦି କୌଣସି ଗୋଟେ ଅନ୍ତସ୍ଥ ବିନ୍ଦୁରେ ଆମେ କଣ କଲେ, ପ୍ରାନ୍ତ ବିନ୍ଦୁ ଦ୍ଵାରା ସୃଷ୍ଟି ହେଇଥିବା ଗୋଟେ କୋଣ, ତାକୁ ଆମେ ଅନ୍ତର୍ଲିଖିତ କୋଣ ବୋଲି କହୁଛେ। ଏବଂ ଦୁଇଟି ଯାକ ବୃତ୍ତରେ ଦୁଇଟି ସର୍ବସମ ଚାପର କୋଣ ଯଦି ଦୁଇଟି ଅନ୍ତର୍ଲିଖିତ କୋଣ ହବ ବା ଅନେକ ଅନ୍ତର୍ଲିଖିତ କୋଣ ହବ, ସେଥିରେ ଆମେ ଦୁଇଟି କନସିଡର କରିବା, ଗୋଟେ ବୃତ୍ତ ଗୋଟେ ଚାପରୁ ଏଇଥିରୁ ଗୋଟେ ଚାପରୁ ସେଇ ଧରୁ। ତ ସେଇ ସର୍ବସମ ଚାପରେ କଣ ହବ ନା ଅନ୍ତର୍ଲିଖିତ କୋଣ ଦ୍ୱୟ କଣ ହେବେ, ସର୍ବସମ ହେବେ। ବିପରୀତ କ୍ରମେ ଗୋଟିଏ ବୃତ୍ତରେ ଦୁଇଟି ଚାପର ଅନ୍ତର୍ଲିଖିତ କୋଣ ସମାନ ହେଇଗଲେ ସେମାନେ କଣ ଯେ ଚାପ ଦ୍ୱୟ ସର୍ବସମ ହେବେ। ତ ଜ୍ୟାମିତିରେ ତମର ଆଉ କିଛି ନାହିଁ, ଜଣକୁ ଓଲଟେକି ଜଣକୁ ଏବଂ ଜଣକୁ ଓଲଟେକି ସେଇ ଜଣକୁ ଓଲଟେକି ଆଉ ଜଣ। ବୁଝିପାରୁଛ ନା ନାଇଁ? ତ କନଭର୍ସ ଟ୍ରୁଥ ଏଗୁଡାକୁ ତମେ କଣ କରିବାର ଅଛି, ପଢିବାର ଅଛି। ତ ନେକ୍ସଟ ଆସିଲା ତମର ଏକ୍ସାମ ରେ ଯଦି କୌଣସି କୋଶ୍ଚିନ୍ ପଚାରେ ଏଇ ରିଗାର୍ଡିଂ ସର୍ଟ କୋଶ୍ଚିନ୍, ହୁଏତ ପଚାରି ପାରେ ନ ପାରିପାରେ, କିନ୍ତୁ ତମେ ଏଗୁଡାକୁ ପଢି ଦେଇଥା। ଏହାକୁ ପ୍ରମାଣ କରିବାକୁ କେତେବେଳେ ଚେଷ୍ଟା କରିବନି। ଯଦି ତମର ଅନୁସିଦ୍ଧାନ୍ତ ଗୁଡା ପ୍ରମାଣ ପଡେ, ତାହେଲେ ତମ କେବେ ପଢିବନି, କାହିଁକି ନା ଉପବାଦ୍ୟ ହିଁ ତମର ଏକ୍ସାମ ରେ ପଡେ ପ୍ରାୟ ଟାଇମ। ତ ଗୋଟିଏ ବୃତ୍ତରେ ନେକ୍ସଟ ଦେଖିବା, ଗୋଟିଏ ବୃତ୍ତରେ ଦୁଇଟି ସର୍ବସମ ଚାପର ବିପରୀତ ଚାପାନ୍ତରଲିଖିତ କୋଣ ଦ୍ୱୟ ସର୍ବସମ। ହଁ, ଠିକ କଥାଟେ କହିଲା। ନା ଗୋଟିଏ ବୃତ୍ତରେ ଯେତେବେଳେ ସର୍ବସମ ଚାପ ରହିଲା, ସେତେବେଳେ ସେମାନଙ୍କର କଣ ହବ, ବିପରୀତ ଚାପାନ୍ତର ଲିଖିତ କୋଣ ମଧ୍ୟ କଣ ହେବେ, ସର୍ବସମ ହେବେ। କଣ ହେବେ? ସର୍ବସମ ହେବେ। ତେଣୁ ବିପରୀତ କ୍ରମେ ମଧ୍ୟ ଯଦି ବିପରୀତ ଚାପାନ୍ତର ଲିଖିତ କୋଣ ସମାନ ହେଇଗଲା ବା ସର୍ବସମ ହେଇଗଲା, ତାହେଲେ ଚାପ ଦ୍ୱୟ ବି ସର୍ବସମ ହେବେ। ତ ଏଥିରେ କିଛି ଭାବିବାର କିଛି ନାହିଁ। ଯଦି ଜଣଙ୍କର ଜଣେ ସର୍ବସମ ହଉଛି, ସିଏ ତା ଜଣଙ୍କର ସର୍ବସମ ହବ ନା ନାଇଁ? ବୁଝିପାରୁଛ ନା ନାଇଁ? ତ ନେକ୍ସଟ ଯିବା, ଆମେ କଣ କରିବା ନା କିଛିଟା ଅନୁସିଦ୍ଧାନ୍ତ ସହିତ କିଛିଟା ଆମେ କଣ କରିବା, ଲାଇନ ଗୁଡାକୁ ମନେ ରଖିବା, ଯାହା ଫଳରେ କଣ ହବ, ଆମର ପରୀକ୍ଷାରେ ଏକ ମାର୍କିଆ ଗୁଡାକ ହେଇପାରିବ। ନା ଗୋଟିଏ ବୃତ୍ତର କୌଣସି ଚାପର ଅନ୍ତର୍ଲିଖିତ କୋଣ ଗୁଡିକ ସର୍ବସମ ହୋଇଥାଏ। ବୁଝିହେଲା ନା ନାଇଁ? ତାପରେ ଦେଲା ଗୋଟିଏ ବୃତ୍ତର କୌଣସି ଚାପର ବିପରୀତ ଚାପାନ୍ତରଲିଖିତ କୋଣ ଗୁଡିକ ସର୍ବସମ ହୋଇଥାଏ। ତ ଏଇଗୁଡାକ ତମେ ଭଲ ଭାବରେ ବୁଝିପାରୁଥିବ, ଏଗୁଡାକ ତମେ ସବୁବେଳେ ମନ ଭିତରେ ରଖିବାକୁ ଚେଷ୍ଟା କରିବ। ନେକ୍ସଟ ଅନୁସିଦ୍ଧାନ୍ତ ଆସିଲା, ଗୋଟେ ଅର୍ଦ୍ଧବୃତ୍ତର ଅନ୍ତର୍ଲିଖିତ କୋଣ ଏକ ସମକୋଣ ହବ। ବୁଝିପାରୁଛ ନା ନାଇଁ? ଅନ୍ତର୍ଲିଖିତ ଅର୍ଦ୍ଧବୃତ୍ତର କଣ ହେଇଯିବ, ଦେଖ ମୁଁ କହିବାକୁ ଚେଷ୍ଟା କରିବି, କାହିଁ ଭିଡିଓଟା ସରି ପିକ୍ଚର ଟା ଦେଖ, ଆମେ ବନେଇଦବା ଗୋଟେ। ଯେତେବେଳେ ଆମେ କଣ କରିବା, ଆମେ ନେଇଯିବା, କଣ ନେଇଯିବା, ଗୋଟେ ବୃତ୍ତ ନେଇଯିବା। ତ ବୃତ୍ତ ନେଇଗଲା ପରେ ଆମେ ତାକୁ ନେଇକି ଏକ୍ସପେରିମେଣ୍ଟ କରିବା, ଏକ୍ସପେରିମେଣ୍ଟ। ତ ଗୋଟେ ମୁଁ ନେଇଗଲି ଏଇଟା, ତା ସହିତ ଇନସର୍ଟ କରିଦେବି ଆଉ ଗୋଟେ ସେଫ୍, ଯୋଉଟା ଆମକୁ କଣ କରିବ, ଅର୍ଦ୍ଧବୃତ୍ତ ଅଙ୍କନ କରିବ। କଣ କରିବ? ଅର୍ଦ୍ଧବୃତ୍ତ ଅଙ୍କନ କରିବ। ଏଇଠି ମୁଁ କଣ କରିଦେଲି, ଗୋଟେ ପଏଣ୍ଟ ନେଇଗଲି, ଅର୍ଦ୍ଧବୃତ୍ତ ଅଙ୍କନ କରିଦେଲି ଏବଂ ତାକୁ ମୁଁ ଅଙ୍କନ କରିଦେଲି। ଦେଖାଯାଉଛ ତମକୁ ସ୍ଲାଇଡ ରେ? ବୁଝିପାରୁଛ ନା ନାଇଁ? ଯେତେବେଳେ ମୁଁ ଅର୍ଦ୍ଧବୃତ୍ତ ନେଇଗଲି, ସେତେବେଳେ କଣ କଲି ନା ସବୁବେଳେ ଦେଖିବ ଯେ ସେମାନଙ୍କର କଣ ଗୋଟେ ଚାପ ବାହାରିଲା। ଏଇଟା ଏପିବି ମନେକର ହେଇଗଲା, କଣ ହେଇଗଲା ଆମର, କଣ ହେଇଗଲା, ଏପିବି ହେଇଗଲା। ଏପିବି ମନେକର ହେଇଗଲା, ଏଇଟା ଗୋଟେ ଏ ଏ, ଏଇଟା ହେଇଗଲା ବି, ଏ ବି ବ୍ୟାସ ଗୋଟେ ପି ବିନ୍ଦୁ ହେଇଗଲା। ତ ଏଇ ଯୋଉ ରହିଲା, ଏଇ ବିନ୍ଦୁ ପ୍ରତି କଣ ହବ, ଏଇଠି ଆମେ ଅଙ୍କନ କରିବା, ପରଫେକ୍ଟ କରିବା। ଆମେ ପରଫେକ୍ଟ ବୁଝିବା ପାଇଁ ଆମକୁ ସହଜ ହବ। ତ ଏଇ ବିନ୍ଦୁରୁ କଣ କଲି ନା, ମୁଁ ଏଇ ବିନ୍ଦୁକୁ ଅଙ୍କନ କଲି। ତାକୁ କଣ କଲି, ମୁଁ ଏଇଠି ଅଙ୍କନ କରିଦେଲା ପରେ ଆଉ ଗୋଟେ କଣ କଲି, ଆଉ ଗୋଟେ ନେଇଗଲି, ସେଇ ବିନ୍ଦୁରୁ ପ୍ରାନ୍ତ ବିନ୍ଦୁକୁ ଜଏନ କଲି। କଣ କଲି, ଜଏନ କଲି। ତାକୁ ମଧ୍ୟ କଣ କଲି, ତମ ଆଗରେ ପେଶ କରିଦେଲି। ତମେ ଦେଖିପାରୁଥିବ, ଏଇଟା ତମର କିଛି ବୁଝିବାରେ ଅସୁବିଧା ହଉନଥିବ। ମୋ ହିସାବରେ ମୁଁ ତମକୁ ବୁଝିବାକୁ ଚେଷ୍ଟା କରୁଛି। ନା କଣ ଦେଇଛି ନା, ଦେଖ ଆମର କଣ ହେଲା, ଏଇ ଯୋଉ ଏ ବି ଆଉ କଣ ଆମେ କହିଲେ ନା, ଚାପାନ୍ତ ଲିଖିତ କୋଣ ବା ହଁ ଚାପାନ୍ତ ଲିଖିତ କୋଣ କଣ ହେଇଥିବ,
ଅନ୍ତର୍ଲିଖିତ କୋଣଟା ସଦାବେଳେ କଣ ହେଇଥିବ ନା ପ୍ରାନ୍ତ ବିନ୍ଦୁରୁ ଯାଇଥିବ କୋଉଠିକି ନା ଯୋଉ ଗୋଟେ ଅନ୍ତସ୍ଥ ବିନ୍ଦୁ ସହିତ କଣ ହେଇଥିବ ଜଏଣ୍ଟ ହେଇ ଗୋଟେ କୋଣ ଅଙ୍କନ କରିଥିବ ଏଇଟା ସବୁବେଳେ କଣ ହେଇଯିବ 90 ଡିଗ୍ରୀ ହେଇଯିବ। କଣ ହେଇଯିବ? 90 ଡିଗ୍ରୀ ହବ। ତ ତମ ଏଇଟା ବୁଝିବାରେ କିଛି ଅସୁବିଧା ହବନି, ମୁଁ ଚିତ୍ର ମାଧ୍ୟମରେ ତମକୁ ବୁଝେଇଦେଲି। ଅନ୍ତର୍ଲିଖିତ କୋଣ କଣ ହେଇଗଲା? ଅର୍ଦ୍ଧବୃତ୍ତର ଅନ୍ତର୍ଲିଖିତ କୋଣ ସବୁବେଳେ କଣ ହେଇଯିବ? ସମକୋଣ ହେଇଯିବ। ତେଣୁ କୌଣସି ଚାପ ଅନ୍ତର୍ଲିଖିତ କୋଣ ଏକ ସମକୋଣ ହେଲେ ଚାପଟି ଏକ ମଧ୍ୟ ଅର୍ଦ୍ଧବୃତ୍ତ ତାର ବିପରୀତଟା। ଏଇଟା କିଛି ବୁଝିବାରେ ଅସୁବିଧା ନାହିଁ। ତ ମନେ ରଖ, ଗୋଟିଏ ବୃତ୍ତରେ ଦୁଇଟି ସର୍ବସମ ଚାପ କଣ ହେଲା ନା ଦୈର୍ଘ୍ୟ ସମାନ ହେଲା, ବିପରୀତ କ୍ରମେ ସେମାନେ ଦୈର୍ଘ୍ୟ ବିଶିଷ୍ଟ ଚାପଦାୟକ ସମାନ ଦୈର୍ଘ୍ୟ ବିଶିଷ୍ଟ ଚାପଦାୟ କଣ ହେବେ? ସର୍ବସମ ହେବେ। ତା ସହିତ କଣ ହେଲା ନା ଗୋଟିଏ ବୃତ୍ତର ଚାପର ଦୈର୍ଘ୍ୟ କେନ୍ଦ୍ରସ୍ଥ କୋଣ ପ୍ରତି ସମାନୁପାତି ହୋଇଥାଏ। କେନ୍ଦ୍ରସ୍ଥ କୋଣ ପରିମାଣ ହ୍ରାସ ବୃଦ୍ଧି ସହିତ ଚାପର ଦୈର୍ଘ୍ୟ ସମାନୁପାତିକ ଭାବରେ ହ୍ରାସ ବୃଦ୍ଧି ହୋଇଥାଏ। ମୁଁ ତମକୁ ପ୍ରଥମେ କହିଥିଲି ନା, ଯେତେବେଳେ କୋଣ ବଢିବ ସେତେବେଳେ କଣ ହବ? ଦୈର୍ଘ୍ୟ ବଢିବ। ଯେତେବେଳେ କୋଣ କମିଯିବ ଚାପର ଦୈର୍ଘ୍ୟଟା କଣ ହେଇଯିବ? କମିଯିବ। ତ ଏବେ ତମକୁ ଷ୍ଟେଟମେଣ୍ଟ ହିସାବରେ ମୁଁ ତମକୁ ସ୍ଲାଇଡରେ ଦେଖେଇଥିଲି। ତ ଯାହାବି ମୁଁ କହୁଛି ତାର କିଛିଟା ଭ୍ୟାଲ୍ୟୁଟା ତମେ କଣ କରିବ? ୟୁଜ କରିବ। ତ ଆଜି ପାଇଁ ଏତିକି। ତ ତମ ମାନଙ୍କ ପାଖରୁ ମୁଁ ସପୋର୍ଟଟା ନିଡ୍ କରୁଛି, ଦରକାର କରୁଛି। ତ ପ୍ଲିଜ ସବସ୍କ୍ରାଇବ ମାଇ ଚ୍ୟାନେଲ, ଲାଇକ୍ ସେୟାର ଆଣ୍ଡ କମେଣ୍ଟ ଅଲ୍ ମାଇ ଭିଡିଓଜ। ଯାହାଫଳରେ କଣ ହେଇପାରିବ? ଅନ୍ୟ ପିଲାମାନେ କଣ କରିପାରିବେ? ପଢିପାରିବେ। ତ ନେକ୍ସଟ ଆମେ ଦେଖିବା। ଥ୍ୟାଙ୍କ ୟୁ ଅଲ୍ ଫର ୱାଚିଂ ଦିସ୍ ଭିଡିଓ। ତ ନେକ୍ସଟ ଆମେ କଣ କରିବା? ଆମେ ବୃତ୍ତକଳା, ବୃତ୍ତଖଣ୍ଡ ଏବଂ ତା ସହିତ କଣ କରିବା? ବୃତ୍ତକଳା, ବୃତ୍ତଖଣ୍ଡ ତା ସହିତ ଅ ଅ, ବୃତ୍ତଖଣ୍ଡ ଏବଂ ସେମାନଙ୍କ ସମ୍ପର୍କିତ କଣ ହବା? ନୂଆ ନୂଆ ଟର୍ମ ବିଷୟରେ ଜାଣିବା। ଏବଂ ମୁଁ ଆପଣଙ୍କର ପ୍ରିୟ ମିଷ୍ଟର ସିଦ୍ଧାର୍ଥ ସାର୍। ତ ବୟସରେ ବହୁତ କମ ହେଲେ ମଧ୍ୟ ମୁଁ ତମମାନଙ୍କ ପ୍ରତି ଭଲ ପାଇବା କେବେ କମେଇବିନି, କାହିଁକି ନା ଗୋଟେ ପିଲା ହିଁ ଗୋଟେ ପିଲା ବିଷୟରେ ଜାଣିପାରିବ। ତ ତମେ ମାନେ ମତେ ବୁଝିବାକୁ ଚେଷ୍ଟା କର। ମତେ ବୁଝିଲେ କିଛି ହବନି, ମୋ ପାଠକୁ ବୁଝ। ବୁଝିପାରୁଛ ନା ନାଇଁ? ତ ମୁଁ ସବୁବେଳେ ମୋର ଏଫର୍ଟ ଦେଇପାରିବି। ମୁଁ ସବୁବେଳେ କଣ କରିବି ନା ମୋ ଏଫର୍ଟ ତମମାନଙ୍କ ପାଖରେ ସବୁବେଳେ ପେଶ କରିବି। ଯାହା ଫଳରେ ତମେ କଣ କରିପାରିବ ନା ତମକୁ କିଛି ଏଫର୍ଟ ଦେବା ପାଇଁ ତମେ ବାଧ୍ୟ ହବ। ଯଦି ତମେ ଏଫର୍ଟ ବି ନ ଦଉଛ ତାହେଲେ ତମେ ଏକ୍ସାମରେ କିଛିଟା ବି ଲାଭ କରିପାରିବନି। ଯାହା ଫଳରେ ତମେ କଣ କରିବ ନା ନିଜର ପରୀକ୍ଷାରେ ତମେ ଖରାପ ମାର୍କ ଆଣିବ। ଯୋଉଟା କି ଆଜିକାଲି ତମର କମ୍ପିଟେଟିଭ ଏକ୍ସାମ ଗୁଡାକରେ ତମର କଣ କରିବାର ଅଛି ନା ଭଲ ମାର୍କ ଆକ୍ୱାର କରିବାର ଅଛି। ଯାହା ଫଳରେ ତମେ କଣ କରିବ? ଭଲ କଲେଜ ପାଇପାରିବ। କିମ୍ବା ନେକ୍ସଟ ତମେ ହାୟର ଷ୍ଟଡିଜ ପାଇଁ ତମକୁ କଣ କରିବାକୁ ପଡୁଛି? ଯେମିତି କି ଜେଇ ନିଟ୍ ପାଇଁ ଆମ କଣ ହଉଛି? ଡାକ୍ତର ଲାଇନରେ ଡକ୍ଟର ହବାକୁ ପଡିଲେ ଆମକୁ କଣ କରିବାକୁ ପଡୁଛି? ନିଟ୍ ଏକ୍ସାମ ଦେବାକୁ ପଡୁଛି। ତ ଆଗରୁ ଏମିତି କିଛି ହଉନଥିଲା। ଆଗରୁ କଣ ହଉଥିଲା ନା 1980 ମସିହା, 1970 ମସିହା, 50 ମସିହା ବେଳକୁ କଣ ହଉଥିଲା ନା ଏମିତି ତମେ ଯେମିତି ସ୍କୁଲରେ ଯାଇ ପଢୁଛ ସେମିତି ଜଣେ ଯାଉଥିଲା, କିଛିଟା ପେମେଣ୍ଟ କରୁଥିଲା, ଇଞ୍ଜିନିୟରିଂ ପଢୁଥିଲା କିମ୍ବା ମେଡିକାଲ ପଢୁଥିଲା, ସେ ଡକ୍ଟର ହେଇଯାଉଥିଲା। ଦିନକୁ ଦିନ କଣ ହେଲା ନା ପିଲାମାନଙ୍କ ସଂଖ୍ୟା ବଢିଲା ଏବଂ ପିଲାମାନଙ୍କର ଯୋଉ ରହିଲା ଟେକ୍ନୋଲୋଜି ଉପରେ ପଢିବା ପାଇଁ ବା ମେଡିକାଲ ଲାଇନରେ ପଢିବା ପାଇଁ ସେମାନଙ୍କର କଣ ହେଲା? ଇଚ୍ଛା ଶକ୍ତି ବଢିଲା। ଯାହାଫଳରେ କଣ ହେଲା? ସେଠି ଗୋଟେ ବହୁତ ମାତ୍ରାରେ କଣ ହେଇଗଲା? ପିଲାମାନଙ୍କର ସିଟ୍ ଆଭେଲେବୁଲ କରିବାକୁ ପଡିଲା। ଏବଂ ଯେହେତୁ ଗୋଟେ ଅ ଇଣ୍ଡିଆ ସେତେବେଳକୁ ନୂଆ ନୂଆ କଣ୍ଟ୍ରି ଇଣ୍ଡିପେଣ୍ଡେନ୍ସ ହେଇଥିଲା, ସେତେବେଳକୁ କିଛିଟା ତାଙ୍କ ପାଖରେ ରୁଲ ନଥିଲା। ତାପରେ 1970-80 ମସିହାରେ କଣ ହେଲା ନା ସେମାନେ ଧୀରେ ଧୀରେ 80-90 ମସିହା ବେଳକୁ ଆସିଲା ବେଳକୁ କିଛିଟା ରୁଲ ବନେଇଲେ ଏବଂ ସେମାନେ ଚାହିଁଲେ ଯେ ଏକ୍ସାମ ଓରିଏଣ୍ଟେଡ କରିବା। ଏକ୍ସାମ ଓରିଏଣ୍ଟେଡ କଲେ କଣ ହବ ନା ପିଲାମାନଙ୍କର ପ୍ରକୃତ ଜ୍ଞାନଟା ଆମେ ପାଇପାରିବା ଏବଂ ପ୍ରତ୍ୟେକ ପିଲା ଡକ୍ଟର ଇଞ୍ଜିନିୟର ହେଇପାରିବେନି। ଏବଂ ଯେଉଁ କେତେକ ହେବେ ସେମାନେ କଣ କରିବେ? ସେମାନଙ୍କ ଜ୍ଞାନ ଅନୁସାରେ ହେବେ। ତ ତା ସହିତ କଣ ରହିଛି ନା ଯେମିତିକି ଆମର IAS OAS ହଉଛନ୍ତି UPSC ଏକ୍ସାମ। ତ ସେଇ UPSC ଏକ୍ସାମରେ କଣ ହଉଛି ନା ବହୁତ ଆଗରୁ କଣ ହଉଥିଲା ନା ଇଂଲଣ୍ଡର ଆମର ଯୋଉ ବ୍ରିଟିଶ ମାନେ ଶାସନ କରୁଥିଲେ ସେମାନେ କଣ କରୁଥିଲେ? ଏକ୍ସାମ କଣ୍ଡକ୍ଟ କରୁଥିଲେ ଯୋଉଟା ଇଂଲଣ୍ଡରେ ଯାଇକି ଦେବାକୁ ପଡୁଥିଲା। ତାପରେ କଣ ହେଲା ନା ଇଣ୍ଡିଆରେ ଦିଆହେଲା। ତ ଯୋଉ କମ୍ପିଟେଟିଭ ଟା ବଢୁଛି ତ ସେଥିଲାଗି ଆମକୁ କଣ ଦରକାର? ମାର୍କ ଆକ୍ୱାର କରିବାର ଅଛି। ତେଣୁ ମାର୍କ ପାଇବା ପାଇଁ କଣ ଦରକାର? ନା ନଲେଜ ଦରକାର। ତ ଏଭ୍ରିଥିଙ୍ଗ ଇଜ depending upon the knowledge, as well as your personality, your behavior, your attitude towards gaining knowledge, or being a educated man. What is your motive to do something? ତ ବହୁତ ଗୁଡେ ଜିନିଷ ତମ ଉପରେ ଡିପେଣ୍ଡ କରୁଛି। ଯଦି ତମ ଭିତରେ ଭଲ ଭାବରେ ପର୍ସନାଲିଟି ନଥିବ ତାହେଲେ ତମେ କିଛି ବି କରିପାରିବନି। ବୁଝିପାରୁଛ ନା ନାଇଁ? ତ ଥ୍ୟାଙ୍କ ୟୁ ଫର ଦିସ୍ ଲେକ୍ଚର ଷ୍ଟୁଡେଣ୍ଟ, ସି ୟୁ ଇନ୍ ଦ ନେକ୍ସଟ କ୍ଲାସ। ତ ବାଏ ବାଏ, ଗୁଡ୍ ନାଇଟ୍।